ଶତପଥୀ ଓ ଶତପଥୀ ମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ। ପୁଣି ସେ 20 ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତେ ବର୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବାକୁ ସମର୍ଥ 3 ଲକ୍ଷ ବଛା ଲୋକ ପାଇଲେ। ମଧ୍ୟ ସେ 100 ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରୁ 1 ଲକ୍ଷ ମହାବିକ୍ରମଶାଳୀ ଲୋକଙ୍କୁ ନିଯୁକ୍ତ କଲେ। ମାତ୍ର ପରମେଶ୍ୱରଙ୍କର ଏକ ଲୋକ ତାଙ୍କ ନିକଟକୁ ଆସି କହିଲେ, ହେ ରାଜନ, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଆନ୍ତୁ, କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ ଅର୍ଥାତ୍ ଇଫ୍ରେମର ସମସ୍ତ ସନ୍ତାନ ସଙ୍ଗରେ ନାହାନ୍ତି। ମାତ୍ର ଯେବେ ଆପଣ ଯିବେ, ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହୁଅନ୍ତୁ। ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ, କାରଣ ସାହାଯ୍ୟ କରିବାକୁ ଓ ନିପାତ କରିବାକୁ ପରମେଶ୍ୱରଙ୍କ ଶକ୍ତି ଅଛି। ତହିଁରେ ଅମତ୍ସ୍ୟ ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ ସୈନ୍ୟକୁ ଯେଉଁ 100 ତାଳନ୍ତ ରୂପା ଦେଇଅଛି, ତହି ପାଇଁ ଆମମାନେ କଣ କରିବା? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ, ସଦାପ୍ରଭୁ ତୁମକୁ ତହିଁରୁ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି। ତହୁ ଅମତ୍ସ୍ୟ ଇଫ୍ରେମରୁ ଆପଣ ନିକଟକୁ ଆଗତ ସୈନ୍ୟ ଦଳକୁ ସେମାନଙ୍କ ଗୃହକୁ ପୁନର୍ବାର ଯିବା ପାଇଁ ପୃଥକ କଲେ। ଏଣୁ ଜିହୁଦା ପ୍ରତିକୂଳରେ ସେମାନଙ୍କର କ୍ରୋଧ ଅତି ପ୍ରଜ୍ୱଳିତ ହେଲା ଓ ସେମାନେ ପ୍ରଚଣ୍ଡ କ୍ରୋଧରେ ଗୃହକୁ ଫେରିଗଲେ। ଅଧିକାଂଶ ଲୋକମାନେ ଭାବନ୍ତି ଯେ ଆମମାନେ ପ୍ରଭୁଙ୍କ ସହିତ ସମ୍ପର୍କ ଗଢିବାର ସର୍ତ୍ତ ବିଷୟ ଗୁଡାକ ହଉଛି ଅଧିକାଂଶ ମାତ୍ରାରେ ସେମାନେ ନିଜର କାର୍ଯ୍ୟ, ନିଜର ଉଦ୍యోଗ ଆଉ ନିଜର ବିଶ୍ୱସ୍ତତାକୁ ଲକ୍ଷ୍ୟ ରଖି ସେମାନେ ଚେଷ୍ଟା କରିଥାନ୍ତି ଆତ୍ମିକ ଭାବରେ ବଞ୍ଚିବା ପାଇଁ। କିନ୍ତୁ ଅ ଯଦି ଆମମାନେ ଆଜି ପଢିଥିବା ବାକ୍ୟର ଯଦି କାହାଣୀକୁ ଯଦି ଆମମାନେ ନିରୀକ୍ଷଣ କରିବା, ତାହେଲେ ଏଠି ବହୁତ ଗୁଡେ ଗଭୀର ବିଷୟ ଗୁଡାକ ଆମମାନେ ଜାଣିପାରିବା। ଈଶ୍ୱରଙ୍କର ହୃଦୟ କଣ ଅଛି ଆଉ ଈଶ୍ୱରଙ୍କର ପ୍ରକୃତରେ ଲକ୍ଷ୍ୟ କଣ ଅଛି ମନୁଷ୍ୟ ଆଡକୁ। ଯେତେବେଳେ ଆମମାନେ ରାଜା ଅମତ୍ସ୍ୟଙ୍କୁ ଦେଖୁଛୁ, ବାଇବଲରେ ଲେଖା ହେଇଛି ଯେ ରାଜା ଅମତ୍ସ୍ୟ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ଲେଖା ହେଇଛି। ସ୍ୱତନ୍ତ୍ର ଭାବରେ 2 ପଦରେ ଲେଖା ହେଇଛି ଯେ ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ସେକେଣ୍ଡ ପାର୍ଟ ଲେଖା ହେଇଛି ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ। ସିଦ୍ଧ ଅନ୍ତଃକରଣରେ କଲେ ନାହିଁର ଅର୍ଥ ହଉଛି ଯେ ଇଏ ରାଜା ଅମତ୍ସ୍ୟ ଯଦିଓ ପ୍ରଭୁଙ୍କ ସାମ୍ନାରେ ସମସ୍ତ ବିଷୟ ଯଥାର୍ଥ କର୍ମ କରିଛନ୍ତି, କିନ୍ତୁ ଶେଷରେ ଯଦି ଆମେ ରାଜା ଅମତ୍ସ୍ୟକୁ ଦେଖୁଛୁ, ତାହେଲେ ତାଙ୍କ ଜୀବନରେ ସେ ସମସ୍ୟାରେ ପଡି ଯାଉଛନ୍ତି। ତାଙ୍କ ଆତ୍ମିକ ଜୀବନରେ ବା ତାଙ୍କର ସେବା କାର୍ଯ୍ୟରେ, ତାଙ୍କର ରାଜ୍ୟ କାର୍ଯ୍ୟରେ ସେ ବହୁତ ଗୁଡେ ପ୍ରୋବ୍ଲେମକୁ ଫେସ୍ କରୁଛନ୍ତି। ତ ଏ ସିଦ୍ଧ ଅନ୍ତଃକରଣର ପ୍ରକୃତ ଅର୍ଥ କଣ, ଆଜି ଆମମାନେ ଅଳ୍ପ ସମୟ ଚିନ୍ତା କରିବା। ସାଧାରଣତଃ ଭାବରେ ଯେତେବେଳେ ଆମେ ମନୁଷ୍ୟର ମନୋଭାବକୁ ଯଦି ଦେଖିବା, ଆମମାନେ ଅଧିକାଂଶ ସମୟରେ ଭାବି ଥାଇପାରୁ ଯେ ବହୁତ ଗୁଡେ ଆମମାନଙ୍କର ନିଜ ଆଡକୁ ଦୃଷ୍ଟି ରଖିକି ନିଜ ସହିତ ଆମମାନେ ନିଜକୁ କମ୍ପାରିଜନ କରିକି, ନିଜକୁ ତୁଳନା କରିକି ଆମମାନେ ପ୍ରଭୁଙ୍କ ଆଡକୁ ବୁଝାମଣା ରଖିଥାଉ। ଯେ ନିଜର ଓନ୍ ସେନ୍ସ, ଯୋଉଟା କି ନିଜର ଚିତ୍ତା, ଯାହାକି ସେନ୍ସ ବୋଲି କହୁଛେ, ନିଜର ସେନ୍ସ ଅନୁସାରେ ଆମମାନେ ପ୍ରଭୁଙ୍କୁ କେବେ ମଧ୍ୟ ବୁଝିବା ଅସମ୍ଭବ ଅଟେ। କି ନିଜର କାର୍ଯ୍ୟ ଦ୍ଵାରା ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାଟା ମଧ୍ୟ କେବେ ମଧ୍ୟ ସମ୍ଭବ ନାହିଁ। କାରଣ ଯଦି ଆମେ ଅପର ପକ୍ଷରେ ଯଦି ରାଜା ଦାଉଦଙ୍କୁ ଦେଖିବା, ରାଜା ଅମତ୍ସ୍ୟ ଆଉ ଯଦି ରାଜା ଦାଉଦଙ୍କୁ ଦେଖିବା, ତାହେଲେ ଦାଉଦ ରାଜାଙ୍କର ଅମତ୍ସ୍ୟ ରାଜାଙ୍କ ଠାରୁ ଅଧିକାଂଶ ମାତ୍ରାରେ ତାଙ୍କର ଭୁଲ କରିବା ବିଷୟରେ ଆମେ ପଢୁଛୁ। ତାଙ୍କେ ବହୁତ ଗୁଡେ ମନ୍ଦ କାମ ବି କରିଛନ୍ତି ରାଜା ଦାଉଦ, କିନ୍ତୁ ଦାଉଦ ରାଜାଙ୍କର ଆତ୍ମିକ ଜୀବନ ସଠିକ ଭାବରେ ସେ ବଞ୍ଚୁଥିଲେ। ତ ସଠିକ ଆତ୍ମିକ ଜୀବନକୁ ବଞ୍ଚିବାର ପ୍ରକୃତ ଅର୍ଥ କଣ? ଲୋକମାନଙ୍କ ପାଖରେ ଏ ପ୍ରକାର ଚିନ୍ତା ଥାଏ ଯେ ବର୍ତ୍ତମାନ ଆମମାନେ ସ୍ୱତନ୍ତ୍ର ଭାବରେ ବହୁତ ଲୋକମାନେ ମୋ ସାଙ୍ଗ ବ୍ୟବସ୍ଥାକୁ ଫୋକସ କରନ୍ତି। ବ୍ୟବସ୍ଥାକୁ ମାନିବାଟା ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ଜୀବନରେ। ଆଉ ବ୍ୟବସ୍ଥା ଅନୁସାରେ ସେମାନଙ୍କର ଆତ୍ମିକ ଜୀବନକୁ ଚେଷ୍ଟା କରିଥାନ୍ତି ବଜାୟ ରଖିବା ପାଇଁ, କିନ୍ତୁ ତାହା କେବେ ମଧ୍ୟ ବାହ୍ୟ ଭାବରେ ସେଇଟା ସଠିକ ଦେଖାଯାଇଥାଇପାରେ।
ବ୍ୟବହାର ବା ବ୍ୟବହାର ଦ୍ଵାରା ସେମାନେ ନିଜର ଆତ୍ମିକ ଜୀବନକୁ ଦେଖେଇ ପାରିବେ, କିନ୍ତୁ ଯେମିତି ଲେଖା ହେଇଛି ଯେ ସିଦ୍ଧ ଅନ୍ତଃକରଣ, ତାହେଲେ ଆମର ଆନ୍ତରିକ ଦୁନିଆ ଯୋଉଟା ଅଛି, ହୃଦୟର ଦୁନିଆ ଯୋଉଟା ଅଛି, ତ ଏ ସିଦ୍ଧ ଅନ୍ତଃକରଣର ପ୍ରକୃତ ଅର୍ଥ କଣ? ଏବେ ଦାଉଦ ରାଜାଙ୍କର ଜୀବନରେ ଯେତେବେଳେ ସେ ଅ, ବଞ୍ଚିଲେ, ତ ସେଇଟା ବହୁତ ଗୁଡେ ବାହ୍ୟ ଭାବରେ ତାଙ୍କର ବାହ୍ୟିକ ଜୀବନରେ ସେଟା ବହୁତ ଗୁଡେ ଦୁର୍ବଳତା, ବହୁତ ଗୁଡେ ମିଷ୍ଟେକ୍, ବହୁତ ଗୁଡେ ମନ୍ଦ ବିଷୟ ଯାକ ପ୍ରକାଶ ପାଇଛି। କିନ୍ତୁ ଦାଉଦଙ୍କର ଆତ୍ମିକ ଜୀବନରେ କେମିତି ସଠିକ ଭାବରେ ସେ ବଞ୍ଚି ଅଛି। ଦେନ୍ ଅମତ୍ସ୍ୟ ରାଜାଙ୍କର ଆତ୍ମିକ ଜୀବନକୁ ଯଦି ଦେଖିବା ମାନେ ଦାଉଦ ରାଜାଙ୍କର ଆତ୍ମିକ ଜୀବନ ଦେଖିବା, ତାହେଲେ ଦାଉଦ ରାଜାଙ୍କର ଆତ୍ମିକ ଜୀବନ ଠିକ ଅଛି। ତ ଆମେ ଗୋଟେ ବାକ୍ୟ ଦେଖିଲେ ଜାଣିପାରିବା। ଦ୍ୱିତୀୟ ରାଜା ଭଳି 14 ପର୍ବ ଯଦି ଆମେ ଦେଖିବା, ଦ୍ୱିତୀୟ ରାଜା ଭଳି 14 ପର୍ବର 3 ପଦ ଆଉ 4 ପଦ ଆମେ ଦେଖିବା। ଦ୍ୱିତୀୟ ରାଜା ଭଳି 14 ପର୍ବ 3 ପଦ 4 ପଦ। ପୁଣି ଅମତ୍ସ୍ୟ ସଦାପ୍ରଭୁ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ମାତ୍ର ଆପଣା ପୂର୍ବ ପୁରୁଷ ଦାଉଦଙ୍କ ପରି ନୁହେଁ। ସେ ଆପଣା ପିତା ଜୟସ୍କର କୃତ ସମସ୍ତ କର୍ମ ଅନୁସାରେ କର୍ମ କଲେ। 4 ପଦ। ତଥାପି ଉଚ୍ଚସ୍ଥଳୀ ମାନ ଦୂରୀକୃତ ହେଲା ନାହିଁ। ଲୋକମାନେ ସେ ସମୟରେ ହିଁ ଉଚ୍ଚସ୍ଥଳୀ ମାନରେ ବଳିଦାନ କଲେ ଓ ଧୂପ ଜଳାଇଲେ। ତ ଏଇ ଜାଗାରେ ଅମସ୍ୟ ରାଜାଙ୍କ ବିଷୟରେ ଲେଖା ହେଇଛି ଯେ ଯଦିଓ ସେ ସଦାପ୍ରଭୁ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, କିନ୍ତୁ ପୂର୍ବ ପୁରୁଷ ଦାଉଦଙ୍କ ପରି ନୁହେଁ। ଦାଉଦ କଣ କରିଥିଲେ ତାଙ୍କ ଆତ୍ମିକ ଜୀବନରେ ସେବା କାର୍ଯ୍ୟ, ମାନେ ଦାଉଦଙ୍କର କୋଉ ଜୀବନର କୋଉ ଏକ୍ସାକ୍ଟ ପଏଣ୍ଟକୁ ଏଇ ଜାଗାରେ ବୁଝିପାରିବା ଯେ ଅମସ୍ୟ ରାଜା ଦାଉଦଙ୍କ ପରି କରିନାହାନ୍ତି। ତ ଦାଉଦ ଯୋଉ ବିଷୟ କରିଛନ୍ତି, ଅମତ୍ସ୍ୟ ବିଷୟ କରିନାହାନ୍ତି, ତାର ଅର୍ଥ 3 ଆଉ 4 ପଦର ବାକ୍ୟ। ତ ଯେତେବେଳେ ଆମମାନେ ଅ ଏଇ ସମୟରେ ଏଇ ଜଗତର ବିଭିନ୍ନ ପ୍ରକାର ମଣ୍ଡଳୀ ଅଛି, ବିଭିନ୍ନ ପ୍ରକାର ଡକ୍ଟ୍ରିନ୍ ଅଛି, ବହୁତ ଗୁଡେ ଲୋକମାନେ, ବହୁତ ଗୁଡେ ଲିଡର ମାନେ ଶିକ୍ଷା ଦେଇଥାନ୍ତି। ଜୁମରେ ହଉ କିମ୍ବା ୟୁଟ୍ୟୁବରେ ହଉ କିମ୍ବା ସର୍ଭିସରେ ହଉ। ତ ବାଇବଲ ଅନୁସାରେ ଯଦି ଆମେ ଏ ବିଷୟକୁ ଯଦି ପୁଙ୍ଖାନୁପୁଙ୍ଖାନୁ ଭାବରେ ଯଦି ଆମେ ଜାଣିବା, ଦେନ୍ ଏଇଟା ବାକ୍ୟରେ ଲେଖା ହେଇଛି ଯେ ଅମସ୍ୟ ରାଜାଙ୍କର ରାଜ୍ୟକ୍ରମରେ ସେ ପୂର୍ବପୁରୁଷ ଦାଉଦଙ୍କ ପରି ସେ କରିନାହାନ୍ତି ଲେଖା ହେଇଛି। ତେଣୁ ଆମେ ବର୍ତ୍ତମାନ ଚିନ୍ତା କରିବା ଯେ ଦାଉଦ ରାଜା କୋଉ ବିଷୟ କରିବା ଦ୍ଵାରା ତାଙ୍କର ଆତ୍ମିକ ଜୀବନ ସଠିକ ଥିଲା। ତାହେଲେ ଅଧିକାଂଶ ସମୟରେ କଣ ଆମେ ଭାବିନଥାଉ, ଆମର ନିଜର ବିଶ୍ୱସ୍ତତା, ଆମ ନିଜର ଅନ୍ ରିଆଲାଇଜେସନ, ବା ଯେତେବେଳେ ଆମେ ନିଜକୁ ନିର୍ଭର କରିଥାଉ ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ। ଯଦି ମଣିଷ ଯଦି ଆତ୍ମିକ ଜୀବନକୁ ବଞ୍ଚିବାର ମୂଳ ବୁନାଦି ଯଦି ନିଜର ସ୍ଥିତିକୁ ଧରିଥାଏ, ତାହେଲେ ଏଇଟା ହଉଛି ଗୋଟେ ଅ, ଘର ସଦୃଶ, ଯୋଉ ଘରର ବୁନିୟାଦ ହଉଛି ବାଲି। କାହିଁକି? ପରମେଶ୍ୱର କେବେ ମଧ୍ୟ ମନୁଷ୍ୟକୁ ଦାୟିତ୍ୱ ଦଉନାହାନ୍ତି ତାର ନିଜର ଆତ୍ମା ପାଇଁ ସେ ନିଜେ କୌଣସି ବିଷୟ କରୁ। ତାହେଲେ ବର୍ତ୍ତମାନ ଦାଉଦ ଭୁଲ କରିଛନ୍ତି, ଦାଉଦ ପାପ ବି କରିଛନ୍ତି, କିନ୍ତୁ ଏଇ ପ୍ରକାର ବିଷୟ କରିବା ଦ୍ଵାରା ମଧ୍ୟ ଦାଉଦଙ୍କର ଆତ୍ମିକ ଜୀବନ ସଠିକ କେମିତି ଥିଲା? ଦାଉଦଙ୍କର ଆତ୍ମିକ ଜୀବନର ସଠିକ ବିଷୟ ପ୍ରକୃତରେ କଣ ଥାଏ? ତାହେଲେ ଅ ଯଦି ଆମେ ଏ ବିଷୟକୁ ଦେଖିବା, ତାହେଲେ ମନୁଷ୍ୟର ଉତ୍ତମ କର୍ମ କି ମଣିଷର ମନ୍ଦ କର୍ମ ଦ୍ଵାରା ଈଶ୍ୱର କେବେ ମଧ୍ୟ, ନା ମନୁଷ୍ୟର ଉତ୍ତମ କର୍ମ ଦ୍ଵାରା ଈଶ୍ୱର ସନ୍ତୁଷ୍ଟ ହେବେ, କି ଈଶ୍ୱର ମନୁଷ୍ୟର ମନ୍ଦ କର୍ମ ଦ୍ଵାରା ସନ୍ତୁଷ୍ଟ ହେବେ, ତାହା କେବେ ମଧ୍ୟ ନାହିଁ। କିନ୍ତୁ ଯଦି ଆମେ ଗୀତ ସହିତ 51 ପର୍ବକୁ ଯଦି ଦେଖିବା, ତାହେଲେ ଗୋଟେ ଗୁରୁତ୍ୱପୂର୍ଣ୍ଣ ବାକ୍ୟକୁ ଆମେ ଦେଖିବା। ଗୀତ ସଂହିତା 51 ପର୍ବ, ଏ ଜାଗାରେ ଦାଉଦଙ୍କର ଷ୍ଟେଟମେଣ୍ଟକୁ ଆମେ ବର୍ତ୍ତମାନ ଏ ଜାଗାରେ ଦେଖିବା। ଗୀତ ସଂହିତା 51 ପର୍ବ। ହଁ, ଟିକେ 3 ପଦ ଦେଖିବା। 3 ପଦ।
କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ ମୋ ପାପ ସର୍ବଦା ମୋ ସମ୍ମୁଖରେ ଅଛି। ବର୍ତ୍ତମାନ ଏ ବାକ୍ୟର ଅର୍ଥ ହଉଛି ଦାଉଦ ସର୍ବଦା ମୋ ସମ୍ମୁଖରେ ପାପ ସମ୍ମୁଖରେ ଅଛି। ଦାଉଦ ସ୍ପଷ୍ଟ ଭାବରେ ଗୋଟେ ବିଷୟର ଜ୍ଞାନ ତାଙ୍କ ପାଖରେ ଥିଲା। କଣ ସେଟା ଜ୍ଞାନ? ଦେଖନ୍ତୁ, ଆଉ ଗୋଟେ ବାକ୍ୟ ଦେଖିବା 5 ପଦରେ ଦେଖ। ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋ ମାତା ମତେ ଗର୍ଭରେ ଧାରଣ କଲା। ବର୍ତ୍ତମାନ ଦାଉଦଙ୍କର ରାଇଟ ସ୍ପିରିଚୁଆଲ ଲାଇଫ କଣ ଥିଲା? ଦାଉଦଙ୍କ ପାଖରେ ସ୍ପଷ୍ଟ ଭାବରେ ନିଜକୁ ଚିହ୍ନିବାର ସ୍ପଷ୍ଟ ଜ୍ଞାନ ଥିଲା। ବା ଏ ତ ଜ୍ଞାନ କେ ମଧ୍ୟ ଜାଗତିକ ଜ୍ଞାନ ନୁହେଁ। ଦାଉଦ ସଠିକ ଭାବରେ ଜାଣିଥିଲେ ମୋ ସମ୍ମୁଖରେ ସର୍ବଦା ପାପ ଅଛି। ସେ ଗୋଟେ ବ୍ୟକ୍ତି ଯିଏ କି ପରମେଶ୍ୱରଙ୍କର ଦ୍ଵାରା ଅନୁଗ୍ରହ ପାଇଥିଲେ ନିଜକୁ ମନ୍ଦ ନିଜକୁ ସମ୍ପୂର୍ଣ୍ଣ ଭାବରେ ଦୁଷ୍ଟ ବୋଲି ପାଇବା। ତ ଯେତେବେଳେ ଦାଉଦ ନିଜକୁ ମନ୍ଦ ବୋଲି ପାଇଲେ, ଦାଉଦ ଯେତେବେଳେ ନିଜକୁ ଦୁଷ୍ଟ ଲୋକ ବୋଲି ପାଇଲେ, ସେ କେବେ ମଧ୍ୟ ନିଜକୁ ବିଶ୍ୱାସ କରିପାରିଲେ ନାହିଁ। ହେଲେ ଅଧିକାଂଶ ସମୟରେ ଆପଣ ଦାଉଦଙ୍କର ଷ୍ଟେଟମେଣ୍ଟ ଦେଖିବେ, ବାଇବଲ ଲେଖା ହେଇଛି ଯେ ସଦାପ୍ରଭୁଙ୍କୁ ସେ ପଚାରିଲେ, ଡେଭିଡ ଇନକ୍ୱାର ବିଫୋର ଦ ଲର୍ଡ ବୋଲି ଲେଖା ହେଇଛି। ତ ଯେତେବେଳେ କିଲା ନଗର ଲୋକମାନଙ୍କୁ ଦାଉଦ ଉଦ୍ଧାର କରିବା ପାଇଁ ଗଲେ, ଶତ୍ରୁ ମାନଙ୍କଠାରୁ ସେ ଉଦ୍ଧାର କଲେ। କିନ୍ତୁ ପରବର୍ତ୍ତୀ ସମୟରେ ମଣିଷ ଭାବରେ ଯଦି ଆମେ ଚିନ୍ତା କରିବା, ଯେ କିଲା ଲୋକମାନଙ୍କୁ ଯୋଉ ଦାଉଦ ଉଦ୍ଧାର କଲେ, ଦେନ୍ ଅବଭିୟସଲି ଦାଉଦ ଭାବିବା ଉଚିତ ମଣିଷତ୍ୱ ଭାବରେ ଯେ ଇଏ ଲୋକମାନେ ମୋ ଆଡକୁ ଧନ୍ୟବାଦ ହେବେ ଥିବେ। ଏ କିଲାନଗର ଲୋକମାନେ ମତେ ଧନ୍ୟବାଦ ଦେବେ, କାହିଁକି ମୁଁ ଏମାନଙ୍କୁ ଶତ୍ରୁ କବଳରୁ ଉଦ୍ଧାର କରିଛି। କିନ୍ତୁ କିଲାନଗର ଲୋକମାନଙ୍କୁ ଉଦ୍ଧାର କଲା ପରେ ସତ୍ତ୍ୱେ ଦାଉଦ ପରମେଶ୍ୱରଙ୍କୁ ପଚାରୁଛନ୍ତି ଯେ ପ୍ରଭୁ, ମୁଁ ଏ ଜାଗାରେ ରହିବି ନା ଯିବି? ଆଉ ଏଇ ଲୋକମାନେ ଯାହାକୁ ମୁଁ ସାହାଯ୍ୟ କଲି ତମ ଦ୍ଵାରା, ଏମାନେ କଣ ମତେ ସାଉଲଙ୍କ ହସ୍ତରେ ସମର୍ପଣ କରିବେ କି? ସଦାପ୍ରଭୁ ଉତ୍ତର ଦେଲେ ଦାଉଦ, ହଁ, ସେମାନେ ତତେ ସାଉଲଙ୍କ ହସ୍ତରେ ସମର୍ପଣ କରିବେ, ତୁମେ ସେ ଜାଗା ଛାଡିକି ଚାଲିଯାଅ। ୟା ଦ୍ୱାରା ଆମେ ଜାଣିପାରିବା ଯେ ଦାଉଦ ନିଜକୁ ବିଶ୍ୱାସ କରିବାର ଦୁନିଆରେ ନଥିଲା। ହେଲେ ଦାଉଦଙ୍କ ପାଖରେ ଆଉ ଗୋଟେ ସ୍ୱତନ୍ତ୍ର ବିଷୟ କଣ ଥିଲା, ବର୍ତ୍ତମାନ ଯାହାକି ଅବଶ୍ୟ ରାଜାଙ୍କ ପାଖରେ ନଥିଲା। ଏବେ ଦାଉଦଙ୍କ ପାଖରେ ପରମେଶ୍ୱରଙ୍କର ଔଷଧ ବକ୍ତା ଗଣ ବା ଈଶ୍ୱରଙ୍କର ଲିଡର ମାନେ ଥିଲେ ଦାଉଦଙ୍କ ପାଇଁ। ଯୋଉ ସମୟରେ ଦାଉଦଙ୍କର ସମସ୍ୟା ହେଲା ଆତ୍ମିକ ସମସ୍ୟା, ଯୋଉ ସମୟରେ ଦାଉଦ ବଥିବାଙ୍କ ସହିତ ବ୍ୟଭିଚାର କରିବା ବିଷୟରେ ପଡିଗଲେ, ସେ ସମୟରେ ପରମେଶ୍ୱର ନାଥନ ଭବିଷ୍ୟତ ତାଙ୍କୁ ପ୍ରେରଣ କଲେ ବୋଲି 2 ସାମୁଏଲ 12 ପର୍ବ ଲେଖା ହେଇଛି। ଦେନ୍ ଏ 2 ସାମୁଏଲ 12 ପର୍ବରେ ପରମେଶ୍ୱରଙ୍କର ଏଇ ଜାଗାର ହୃଦୟକୁ ଯୋଉ ଦେଖିବା ମାନେ ତାର ଯୋଉ ସ୍ଥିତିରେ କି ଦାଉଦ ବର୍ତ୍ତମାନ ମନ୍ଦ କରୁଛନ୍ତି, ଦାଉଦ ବର୍ତ୍ତମାନ ବ୍ୟଭିଚାରରେ ଧରା ଯାଇଛନ୍ତି, ବ୍ୟଭିଚାର କରିକି ସେ ପ୍ରକାଶ ପାଇଛନ୍ତି। କିନ୍ତୁ 12 ପଦର 1 ପଦରେ ଦେଖିବା, ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପ୍ରେରଣ କଲେ। ପରମେଶ୍ୱର ଦାଉଦଙ୍କୁ ବର୍ତ୍ତମାନ ନାଥନକୁ ଦଉଛନ୍ତି। କାହିଁକି? ମଶାଙ୍କ ବ୍ୟବସ୍ଥା ଅନୁସାରେ ଯଦି ଦେଖିବା, ମାନେ ମଶାଙ୍କ ବ୍ୟବସ୍ଥା କହୁଛି ବ୍ୟଭିଚାର କରିବା ଧରା ଲୋକମାନଙ୍କୁ ତା ପଥର କାଢିକି ମାର। ଯଦି ମଶାଙ୍କ ବ୍ୟବସ୍ଥାରେ ଲେଖା ହେଇଛି ପଥର କାଢିକି ମାରିବା ପାଇଁ, ସେ ମଶାଙ୍କ ବ୍ୟବସ୍ଥାକୁ ତ ପରମେଶ୍ୱର ଦେଇଥିଲେ। ହେଲେ ପରମେଶ୍ୱର ବର୍ତ୍ତମାନ ଦାଉଦ ରାଜାଙ୍କ ପାଖକୁ କାହିଁକି ନାଥନ ଭବିଷ୍ୟତ ବକ୍ତା ପଠେଇଲେ? ଅବଭିୟସଲି, ଅଫକୋର୍ସ ଏଇଟା ଗୋଟେ ବିଷୟ ଯାଇକି ନାଥନ ଯାଇକି ଦାଉଦଙ୍କ ଗାଳିକୁ ଅନୁଯୋଗ କରୁଛନ୍ତି। ସମସ୍ତଙ୍କ ଆଗରେ ସେ ତାଙ୍କୁ ତୁଚ୍ଛ କଲା ପରି ବିହେଭ କରୁଛନ୍ତି। କିନ୍ତୁ ନାଥନଙ୍କର ହୃଦୟ ଭିତରେ, ନାଥନ ପ୍ରକୃତରେ ସ୍ପଷ୍ଟ ଭାବରେ ଦାଉଦଙ୍କୁ ଆଡକୁ କଣ ପ୍ରସ୍ତାବ ନେଇକି ଯାଇଥିଲେ? ତାଙ୍କୁ ଖାଲି ଗାଳି କରିକି ତାଙ୍କୁ ସମସ୍ତଙ୍କ ଆଗରେ ଅନୁଯୋଗ କରିକି ଫେରିବା ପାଇଁ? କେବେ ବି ନାହିଁ। ଦାଉଦଙ୍କ ମୁଖରୁ ଯେଉଁ ସମୟରେ ଦାଉଦ ସ୍ୱୀକାର କଲେ ମୁଁ ସଦାପ୍ରଭୁଙ୍କ ସମ୍ମୁଖରେ ପାପ କରିଅଛି, ସେ ସମୟ ନାଥନ କଣ କହୁଛନ୍ତି? ହଁ, ଭୟ କର ନାହିଁ, ପାପ ମଧ୍ୟ ସଦାପ୍ରଭୁ ତମ ଠାରୁ ଦୂର କରିଅଛନ୍ତି। ତାର ଅର୍ଥ କି ମନୁଷ୍ୟ ଯେତେବେଳକୁ ଜଗତରେ ବଞ୍ଚୁଛି, ମନ୍ଦ କାମ କରିବାଟା କି ଭଲ କାମ କରିବାଟା ଏଇଟା କେବେ ମଧ୍ୟ ସମ୍ପର୍କ ନୁହେଁ ଯେ ପ୍ରଭୁ ତା ପାଇଁ କାମ କରିବେ କି ନାହିଁ। ଏବେ ଦାଉଦ ରାଜାଙ୍କ ପାଖରେ ମନ୍ଦ ବିଷୟ ଗୁଡାକ ପ୍ରକାଶ ପାଉଛି, କିନ୍ତୁ କେମିତି ପ୍ରଭୁ ତାଙ୍କ ପାଇଁ କାମ କରିପାରିଲେ, କେମିତି ନାଥନ ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କଲେ? ଆଜି ଅନେକ ଅନେକ ଲୋକମାନେ ଭାବନ୍ତି ଯଦି ଆମେ ଉତ୍ତମ କାମ କରିବା ନାହିଁ, ଆମେ ଯଦି ଭଲରେ ବିଶ୍ୱସ୍ତରେ ଯଦି ଆମେ ବଞ୍ଚିବା ନାହିଁ, ତାହେଲେ ପ୍ରଭୁ କେମିତି ଆମକୁ ଆଶୀର୍ବାଦ କରିବେ? ସେଥିପାଇଁ ସେମାନେ ଅନେକ ବିଷୟ ନିଜ ଆଡକୁ
ଭରସା କରିକି ନିଜକୁ ବିଶ୍ୱାସ କରିକି ସେମାନେ ଆତ୍ମିକ ଜୀବନକୁ ବଞ୍ଚିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଦାଉଦଙ୍କର ରାଇଟ ସ୍ପିରିଚୁଆଲ ଲାଇଫ, ଦାଉଦଙ୍କର ସଠିକ ଆତ୍ମିକ ଜୀବନ ହଉଛି ତାଙ୍କର ହୃଦୟ ଭିତରେ ସେ ସ୍ପଷ୍ଟ ଭାବରେ ନିଜର ପରିଚୟକୁ ସେ ପାଇଥିଲେ ଯେ ମୁଁ ଜଣେ ବନ୍ଧ ଲୋକ, ଯୋଉ ଦ୍ଵାରା ସେ କେବେ ନିଜକୁ ବିଶ୍ୱାସ କରିପାରିଲେ ନାହିଁ। ଯେତେବେଳେ ମଣିଷ ନିଜର ମନ୍ଦତାକୁ ଆବିଷ୍କାର କରିବ ଈଶ୍ୱରଙ୍କର ଅନୁଗ୍ରହ ଦ୍ଵାରା, ନିଜେ ଯଦି ମଣିଷ ନିଜକୁ ମିଥ୍ୟାବାଦୀ ବୋଲି ଜାଣିପାରିବ ଈଶ୍ୱରଙ୍କର ଅନୁଗ୍ରହ ଦ୍ଵାରା, ଯୋଉ ସମୟରେ ଆମେ ନିଜକୁ ଦୁଷ୍ଟ ଲୋକ ବୋଲି ପାଇବା, ତାହେଲେ କେମିତି ଦୁଷ୍ଟ ଲୋକକୁ ଆମେ ଭରସା କରିପାରିବା? ଯେକୌଣସି କ୍ଷେତ୍ରରେ ଯାହା ବି ଆମେ କରୁଛୁ ସେ ବିଷୟକୁ କରିବା ପାଇଁ ଆମେ ନିଜକୁ କେବେ ମଧ୍ୟ ନିର୍ଭର କରିପାରିବା ନାହିଁ। ସେଥିପାଇଁ ଦାଉଦଙ୍କ ପାଖରେ ଯୋଉ ଲିଡର ମାନେ ଥିଲେ, ସେଇ ଲିଡର ମାନେ ବର୍ତ୍ତମାନ ସ୍ପଷ୍ଟ ଭାବରେ ଦାଉଦଙ୍କୁ ପରମେଶ୍ୱରଙ୍କ ବାକ୍ୟ ଆଡକୁ ଘେନି ଯାଉଥିଲେ। ମୁଁ ଯେତେବେଳେ ନିଜର ଜୀବନକୁ ଦେଖୁଛି, ଅନେକ ସମୟରେ ମୋ ପାଖରେ ଚିନ୍ତା ଥିଲା, ହଁ ବର୍ତ୍ତମାନ ମୁଁ ଜାଣିଲି, ମୁଁ ଆତ୍ମିକ ଜୀବନକୁ ବିତେଇ ଜାଣିଲି, ମୁଁ ଜଣେ ସୁସମାଚାର ପ୍ରଚାରକ, ପରମେଶ୍ୱର ମତେ ପ୍ରଭୁ ଦାସ ଭାବରେ ଅଭିଷିକ୍ତ କରୁଛନ୍ତି। କିନ୍ତୁ ବିପରୀତ ଭାବରେ ସ୍ପଷ୍ଟ ଭାବରେ ମୁଁ ଯଦି କହିବି ଆଜି ସକାଳେ, ଦେନ୍ ମୁଁ ନିଜକୁ ଦେଖିଲେ ମୁଁ କେବେ ମଧ୍ୟ କହିପାରିବି ନାହିଁ ଯେ ସତରେ ମୁଁ ଜଣେ ଲୋକ ଯେ କି ଏତିକି ବର୍ଷ ସେବା କାମ କଲି, ସେଥିପାଇଁ ମୁଁ ଗୋଟେ ବିଶ୍ୱାସର ମನುଷ୍ୟ ହେଇଗଲି। ଏତିକି ଭାବରେ ମୁଁ ପ୍ରଚାର କଲି, ସେଥିପାଇଁ ମୁଁ ଗୋଟେ ବୁଝାମଣାର ଲୋକ ହେଇଗଲି। ତାର ଅର୍ଥ ମୁଁ କେବେ ମଧ୍ୟ ନିଜ ଆଡୁ ପ୍ରଭୁଙ୍କୁ ଧରି ପାରିବି ନାହିଁ। ମୋର ନିଜର ବିଶ୍ୱସ୍ତ ଦ୍ଵାରା ମୁଁ ଆତ୍ମିକ ଜୀବନକୁ ମେଣ୍ଟେନ କରିପାରିବି ନାହିଁ। ମୋ ନିଜର ଉତ୍ତମ ବୁଝାମଣା ଦ୍ଵାରା ମୁଁ କେବେ ପ୍ରଭୁଙ୍କ ବାକ୍ୟ ଦ୍ଵାରା ଚାଳିତ ହେଇପାରିବି ନାହିଁ। କିନ୍ତୁ ସ୍ପିରିଚୁଆଲ ଲାଇଫକୁ ମେଣ୍ଟେନ କରିବା ପାଇଁ, ଆତ୍ମିକ ଜୀବନକୁ ପରିଚାଳନା କରିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ କଣ? ବର୍ତ୍ତମାନ ଯୀଶୁ ଖ୍ରୀଷ୍ଟ କହିଲେ, ମୁଁ ପ୍ରସ୍ଥାନ ନ କଲେ ସେ ସାହାଯ୍ୟ କରି ଆସିବେ ନାହିଁ। ପରମେଶ୍ୱର ବର୍ତ୍ତମାନ ଏଇ ଜଗତରେ ପବିତ୍ର ଆତ୍ମାକୁ ପରମେଶ୍ୱର ଦେଇଛନ୍ତି। ତ ପବିତ୍ର ଆତ୍ମା କୋଉଠି କୋଉ ପ୍ରକାର କାମ କରିବ? ଯଦି ଆମ ପ୍ରେରିତ ପୁସ୍ତକ ଦେଖିବା, ତାହେଲେ ପ୍ରେରିତ ପୁସ୍ତକର ଗୋଟେ ବାକ୍ୟ ଦେଖିବା, ନୂତନ ନିୟମର ପ୍ରେରିତ 2 ପର୍ବ, ପ୍ରେରିତ 2 ପର୍ବ 42 ପଦରୁ ଦେଖିବା। ପ୍ରେରିତ ପୁସ୍ତକ 2 ପର୍ବ 42 ପଦ। ସେମାନେ ପ୍ରେରିତ ମାନଙ୍କର ଶିକ୍ଷାରେ, ସହଭାଗିତାରେ, ରୁଟି ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ ନିବିଷ୍ଟ ଚିତ୍ତ ହୋଇ ରହିଲେ। ଆଉ ଲୋକ ସମସ୍ତେ ଭୀତ ହେବାକୁ ଲାଗିଲେ। ପ୍ରେରିତ ମାନଙ୍କ ଦ୍ଵାରା ମଧ୍ୟ ଅନେକ ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧିତ ହେବାକୁ ଲାଗିଲେ। ମାତ୍ର ଯେଉଁମାନେ ବିଶ୍ୱାସ କଲେ, ସେମାନେ ସମସ୍ତେ ଏକତ୍ର ରହି ସବୁ ପଦାର୍ଥ ସାଧାରଣ ସମ୍ପତ୍ତି ବୋଲି ଜ୍ଞାନ କରୁଥିଲେ। ପୁଣି ସେମାନେ ଆପଣା ଆପଣା ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ଯାହାର ଯେପରି ପ୍ରୟୋଜନ, ସେ ଅନୁସାରେ ସମସ୍ତଙ୍କୁ ବାଣ୍ଟି ଦେବାକୁ ଲାଗିଲେ। ଆଉ ସେମାନେ ଏକତ୍ରିତ ହୋଇ ପ୍ରତିଦିନ ମନ୍ଦିରରେ ସମବେତ ହୋଇ ରହୁଥିଲେ ଓ ଘରେ ଘରେ ରୁଟି ଭାଙ୍ଗି ଆନନ୍ଦରେ ଓ ସରଳ ହୃଦୟରେ ଭୋଜନ ପାନ କରି ଈଶ୍ୱରଙ୍କ ପ୍ରଶଂସା କରୁଥିଲେ ଏବଂ ସମସ୍ତ ଲୋକଙ୍କ ପ୍ରିୟ ପାତ୍ର ଦେଉଥିଲେ। ପୁଣି ପ୍ରଭୁ ପରିତ୍ରାଣ ପ୍ରାପ୍ତ ହେଉଥିବା ଲୋକଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କରିବାକୁ ଲାଗିଲେ। ପରିତ୍ରାଣ ପ୍ରାପ୍ତ ଲୋକମାନେ କାହିଁକି ମଣ୍ଡଳୀ ସହିତ ସଂଯୁକ୍ତ ହେବା ଆବଶ୍ୟକ? କାରଣ ଯୀଶୁଙ୍କର ଯୋଉ ଲୋକମାନେ ଯୀଶୁଙ୍କର ପ୍ରଥମ ଆଗମନକୁ ବିଶ୍ୱାସ କରନ୍ତି, ଯୀଶୁଙ୍କର ପ୍ରଥମ ଆଗମନକୁ ବିଶ୍ୱାସ କରିବାର ମାପଦଣ୍ଡ କଣ? ଯୀଶୁ ଜଗତରେ ଆସିଥିଲେ 2024 ବର୍ଷ ପୂର୍ବରୁ, ସେ ରକ୍ତ ଦେଲେ, ଆଉ ସେ ପରିତ୍ରାଣକୁ ଦେଲେ ମନୁଷ୍ୟକୁ ନିଜର ମୃତ୍ୟୁ ଆଉ ନିଜର ରକ୍ତ ଢାଳିକି, ଆଉ ସେ ପୁନର୍ଥିତ ହେଇକି ମନୁଷ୍ୟକୁ ପରିତ୍ରାଣ ଦେଲେ। ହେଲେ ଯୋଉ ଲୋକମାନେ ଯୀଶୁଙ୍କର ପ୍ରଥମ ଆଗମନକୁ ବିଶ୍ୱାସ କରନ୍ତି, ତାହା ସହିତ ସେମାନେ ଯୀଶୁଙ୍କର ଦ୍ୱିତୀୟ ଆଗମନକୁ ମଧ୍ୟ ବିଶ୍ୱାସ କରିବା ପାଇଁ ନିହାତି ଆବଶ୍ୟକ ଅଟେ। ଯୀଶୁଙ୍କର ଦ୍ୱିତୀୟ ଆଗମନର ପ୍ରକୃତରେ କେମିତି ହବ? ଆଉ ଯୀଶୁ ଖ୍ରୀଷ୍ଟ ଦ୍ୱିତୀୟ ଆଗମନରେ କୋଉ ସ୍ଥାନକୁ ସେ ଆସିବେ? ଯୀଶୁ ଦ୍ୱିତୀୟ ଆଗମନରେ ମଣ୍ଡଳୀକୁ ଆସିବେ, ମଣ୍ଡଳୀକୁ ସେ ଆସିବେ। ତାର ଅର୍ଥ ମଣ୍ଡଳୀକୁ ଆସିବାର ଅର୍ଥ ହଉଛି ମଣ୍ଡଳୀ ଗୁଡାକ ରୂପାନ୍ତରିତ ହବ। କିନ୍ତୁ ମଣ୍ଡଳୀ ବିଷୟରେ ଅନେକ ଲୋକର ଭ୍ରମ ଚିନ୍ତା ଅଛି। ଯେତେବେଳେ ଆମେ ଗୋଟେ ଗୃହ ବନଉଛୁ, ସେ ଗୃହକେ ମଧ୍ୟ ଆମେ ମଣ୍ଡଳୀ କହିପାରିବା। ସେଇଟା ହଉଛି ମଣ୍ଡଳୀର ଗୋଟେ ଗୃହ, ଯାହା ଜାଗାରେ ବସିକି ଆମେ ଉପାସନା କରୁଛୁ। କିନ୍ତୁ ପ୍ରକୃତ ମଣ୍ଡଳୀର ଅର୍ଥ କଣ? ଯେତେବେଳେ ଆମମାନଙ୍କର ମନରେ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମାଙ୍କର ପ୍ରବାହ ଜୀବନ ଅଛି, ଯେଉଁ ସମୟରେ ଆମମାନଙ୍କ ଭିତରେ ଈଶ୍ୱରଙ୍କର ବାକ୍ୟର ପ୍ରବାହ ଅଛି, ଯେଉଁ ସମୟରେ ଆମେ ପବିତ୍ର ଆତ୍ମା ଦ୍ଵାରା ଚାଳିତ ହଉଛୁ, ସତରେ ଖ୍ରୀଷ୍ଟଙ୍କର ଆମମାନେ ଗୋଟେ ସହଭାଗୀ ହେଇ, ଯେମିତି ଲେଖା ହେଇଛି ପ୍ରେରିତ ମାନେ
ପ୍ରତିଦିନ ମନ୍ଦିରରେ ମାନେ ଏଇ ଜାଗାରେ ମଣ୍ଡଳୀ ବୋଲି ଆମେ ବୁଝିପାରିବା। ରୁଟି ଭାଙ୍ଗି ସେମାନେ ଖାଉଥିଲେ। ତ ମନୁଷ୍ୟକୁ ଯେପରି ପରମେଶ୍ୱରଙ୍କର ବାକ୍ୟ ଆବଶ୍ୟକ ଗୋଟେ ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ, ତ ପ୍ରଭୁ ପରିତ୍ରାଣ ପ୍ରାପ୍ତ ଲୋକମାନଙ୍କୁ ପ୍ରତିଦିନ ମଣ୍ଡଳୀ ସହିତ ସଂଯୁକ୍ତ କଲେ। ତ ସେଇଠି ଗୋଟେ ମଣ୍ଡଳୀ ଅଛି, ଯୋଉ ମଣ୍ଡଳୀ ଭିତରେ ଲୋକମାନେ ସଂଗ୍ରହ କରାଯାଉଛନ୍ତି ଦ୍ୱିତୀୟ ଆଗମନରେ ଯେପରି ସେମାନେ ରୂପାନ୍ତରିତ ହେବେ। ତ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ହଉଛି, ତ ଏ ମଣ୍ଡଳୀର କଣ ଆବଶ୍ୟକ ଅଟେ ଆମ ଆତ୍ମିକ ଜୀବନ ସହିତ? ଏ ମଣ୍ଡଳୀର କଣ ଆବଶ୍ୟକ ଅଟେ ଆମର ବିଶ୍ୱାସର ଜୀବନ ସହିତ? ସମ୍ପର୍କ କଣ ଅଛି? ବେସିକାଲି ତିନିଟା ବିଷୟ। ମଣ୍ଡଳୀ ସହିତ ଜଡିତ ହେବା, ପରମେଶ୍ୱରଙ୍କର ଦାସମାନଙ୍କ ସହିତ ଜଡିତ ହେବା, ଆଉ ଈଶ୍ୱରଙ୍କ ବାକ୍ୟ ବା ଈଶ୍ୱରଙ୍କ ସହିତ ଜଡିତ ହେବା। ଏ ତିନି ପ୍ରଧାନ ଅଂଶ ଗୁଡାକ ହଉଛି ଆମମାନଙ୍କର ଆତ୍ମିକ ଜୀବନକୁ ମେଣ୍ଟେନ କରିବା ପାଇଁ, ଆମର ଆତ୍ମିକ ଜୀବନକୁ ପରିଚାଳନା କରିବା ପାଇଁ। ଦାଉଦ ଗୋଟେ ବ୍ୟକ୍ତି ନୁହନ୍ତି ଯିଏକି ନିଜକୁ ବିଶ୍ୱାସ କରିବା ଦ୍ୱାରା ସେ ଆତ୍ମିକ ଭାବରେ ବଞ୍ଚିବା ପାଇଁ ସକ୍ଷମ ହେଇପାରିଲେ। ଆଜି ଅନେକ ଲୋକମାନେ ଅନେକ ଗୁଡେ ଜାଗାରେ ସ୍ଥାନରେ ଶିକ୍ଷା ଦିଆଯାଉଛି ଯେ ତମେ ଚେଷ୍ଟା କର, ତମେ ନିଜକୁ ମନ ପରିବର୍ତ୍ତନ କର, ଆଉ ତମେ ବର୍ତ୍ତମାନ ଠାରୁ ପ୍ରତ୍ୟେକ ମନ୍ଦ ଅଭ୍ୟାସକୁ ଛାଡ। ତମେ ପ୍ରତ୍ୟେକ ଲୋକ ତମେ ବର୍ତ୍ତମାନ ଠାରୁ ବିଶ୍ୱସ୍ତ ଭାବରେ ତମେ ପାପ ସ୍ୱୀକାର କର, ପ୍ରାର୍ଥନା କର, ଆଉ ଭଲରେ ପ୍ରଭୁଙ୍କୁ ତମେ ବିଶ୍ୱାସ କର। ତ ଏଇଟା ହଉଛି ଶିକ୍ଷା, ଦେଖାଯାଉଛି ବର୍ତ୍ତମାନ ସଠିକ ଶିକ୍ଷା। କିନ୍ତୁ ସତରେ ମନୁଷ୍ୟ କଣ କରିପାରିବ ନିଜକୁ ପରିବର୍ତ୍ତନ କରିବା ପାଇଁ? ମନୁଷ୍ୟର ପରିବର୍ତ୍ତନ ନିର୍ଭର କରେ ନାହିଁ ମନୁଷ୍ୟର ଉତ୍ତମ ଚିନ୍ତା, ଉତ୍ତମ ବ୍ୟବହାରକୁ ପରିବର୍ତ୍ତନ କରିବା ଦ୍ୱାରା। ମଣିଷର ପରିବର୍ତ୍ତନର ପ୍ରକୃତରେ ମୂଳ ବିଷୟ ହଉଛି ପରମେଶ୍ୱର ମନୁଷ୍ୟକୁ ଅନୁଗ୍ରହ ଦେବା ଆବଶ୍ୟକ। ତ ବର୍ତ୍ତମାନ ପରମେଶ୍ୱର ଅନୁଗ୍ରହ ଦେବାର ଅର୍ଥ କଣ? ଦାଉଦ ଯେତେବେଳେ ନିଜକୁ ବର୍ତ୍ତମାନ ସ୍ୱୀକାର କରୁଛନ୍ତି, ହଁ ମୋ ସମ୍ମୁଖରେ ସର୍ବଦା ପାପ ରହିଅଛି। କେତେବେଳେ ମନୁଷ୍ୟ ଯୀଶୁଙ୍କୁ ବିଶ୍ୱାସ କରିପାରେ? କେତେବେଳେ ମନୁଷ୍ୟ ପ୍ରଭୁଙ୍କୁ ବିଶ୍ୱାସର ଢାଲ ବନେଇ ପାରିବ? ସେତେବେଳେ ନୁହେଁ ଯେତେବେଳେ ମଣିଷ ନିଜକୁ ବିଶ୍ୱସ୍ତ ଜ୍ଞାନ କରିବ, ସେତେବେଳେ ନୁହେଁ ଯେତେବେଳେ ମଣିଷ ନିଜକୁ ଦାୟିତ୍ୱବାନ ବୋଲି କହିବ। ଆଉ ଯଦିଓ ବର୍ତ୍ତମାନ ଆମମାନେ ଗୋଟେ ଲୋକ ଯିଏକି ମଣ୍ଡଳୀରେ ରଖାଯାଇଛୁ, କିନ୍ତୁ ଆମର ନିଜର ବୁଦ୍ଧି ଅନୁସାରେ, ଆମ ନିଜର ଚିନ୍ତା ଅନୁସାରେ, କି ଆମ ନିଜର ଉତ୍ତମତାରେ ଆମମାନେ କେ ମଧ୍ୟ ଆମର ଆତ୍ମିକ ଜୀବନକୁ ବିତେଇବା କେବେ ବି ସମ୍ଭବପର ନୁହେଁ। ଅମର୍ତ୍ୟ ରାଜାଙ୍କର ହୃଦୟ ଭିତରେ ତାଙ୍କ ପାଇଁ କିଏ ପ୍ରକୃତରେ ଲିଡର ମାନେ ଥିଲେ ଯିଏକି ତାଙ୍କୁ ପଢେଇକି ନେବେ? ଆତ୍ମିକ ଜୀବନରେ ଅନେକ ସମୟରେ ଆମେ ଗୋଟେ ବିଷୟକୁ ଯଦି ଦେଖିବା, ତାହେଲେ ପିତରଙ୍କ ବିଷୟରେ ଯଦି ଆମେ ଦେଖୁଛୁ, ପିତର ମଧ୍ୟ ଗୋଟେ ଲୋକ ଯିଏକି ଦିନେ ଯୀଶୁକୁ ଚିତ୍କାର କରି କହୁଛନ୍ତି ମାଥି 19:27, ଆମେ ସମସ୍ତ ବିଷୟ ପରିତ୍ୟାଗ କରିକି ଆସିଲୁ, ତାହା ଆମେ କଣ ପ୍ରାପ୍ତ ହେବା? ସେ ସମୟରେ ପରମେଶ୍ୱର ବା ଯୀଶୁ ଖ୍ରୀଷ୍ଟ ସେ ସମୟରେ ତାକୁ କହୁଛନ୍ତି ଯେ ତୁମେ ମତେ 3 ଥର ସ୍ୱୀକାର କରିବ, ପୁରା 2 ଥର ଡାକିଲା। ସେ ପର୍ଯ୍ୟନ୍ତ ବର୍ତ୍ତମାନ ପିତର ତାଙ୍କ ମନ ଭିତରେ ସ୍ପଷ୍ଟ ଯୀଶୁ କିଏ ମୋ ପାଇଁ, ଆଉ ଯୀଶୁ ମୋ ପାଇଁ କଣ ଦେଇପାରିବେ, ଏ ବିଷୟର ସ୍ପଷ୍ଟ ଜ୍ଞାନ ନ ପାଇବା ଯୋଗୁଁ ସେ କହୁଛନ୍ତି, ଯୀଶୁଙ୍କ ସାମ୍ନାରେ ସେ କହୁଛନ୍ତି ଆମେ ସମସ୍ତ ବିଷୟ ପରିତ୍ୟାଗ କରିକି ଆପଣଙ୍କ ପଛରେ ଆସିଛୁ, ତାହେଲେ ଆମକୁ କଣ ମିଳିବ? ଯୀଶୁଙ୍କୁ ପ୍ରାପ୍ତ ହେଲା ପରେ ଆଉ କଣ ଅଛି ଯାହାକି ପିତରଙ୍କର ଆବଶ୍ୟକ ଥିଲା? କିନ୍ତୁ ଯୀଶୁଙ୍କର ଅନୁଗ୍ରହ ଦ୍ୱାରା ବର୍ତ୍ତମାନ ପରମେଶ୍ୱର ପିତରଙ୍କୁ ଅନୁଗ୍ରହ ଦେଲେ, ପରମେଶ୍ୱର ପିତରଙ୍କ ପାଇଁ କାର୍ଯ୍ୟ କଲେ, ଯେମିତି ପିତରଙ୍କର ମନ ପରିବର୍ତ୍ତନ ହବ। ତ ପିତରଙ୍କର ମନ ପରିବର୍ତ୍ତନ କଣ ହେଲା? ସ୍ପଷ୍ଟ ଭାବରେ ସେ ନିଜର ପରିଚୟକୁ ପାଇଲେ। ମୁଁ କେବେ ମଧ୍ୟ ମୋର ଉତ୍ତମ ହୃଦୟରେ ମୁଁ ଯୀଶୁଙ୍କୁ ଅନୁଗମନ କରିପାରିବି ନାହିଁ। ମୁଁ କେବେ ମଧ୍ୟ ମୋର ନିଜର ଉତ୍ତମ ପ୍ରେମରେ ଯାହାକି ମୁଁ ବନେଇଛି ମୋ ଭିତରେ ଯୀଶୁଙ୍କ ଆଡକୁ ବିଶ୍ୱସ୍ତ ଜୀବନ, ତାହା ଦ୍ୱାରା ମୁଁ କେବେ ଯୀଶୁଙ୍କୁ ବିଶ୍ୱାସ କରିପାରିବି ନାହିଁ। ଯୀଶୁଙ୍କୁ ଅସ୍ୱୀକାର କରିବା ପାଇଁ 3 ଥର 2 ଥର ଡାକିଲା ପୂର୍ବରୁ ଏଇଟା ପ୍ରଭୁଙ୍କର ହିଁ ଯୋଜନା ଥିଲା। ଯେମିତି ପରମେଶ୍ୱର ବର୍ତ୍ତମାନ ପିତରଙ୍କୁ ଏଇ ବିଷୟ କରିବା ପାଇଁ ବନେଇଲେ, ଯେମିତି ପିତର ନିଜକୁ ଜାଣିପାରିବ ସତରେ ମୁଁ କେବେ ମୋତେ ବିଶ୍ୱାସଜନକ ଲୋକ ନାହିଁ, ମୁଁ କେବେ ଭରସା ଯୁକ୍ତ ଲୋକ ନାହିଁ, ମୁଁ କେବେ ପ୍ରଭୁଙ୍କୁ ବିଶ୍ୱାସ ହିଁ କରିନାହିଁ। ସେ ସମୟ ଠାରୁ ପିତରଙ୍କ ମନ ଭିତରେ ପ୍ରକୃତ ପ୍ରଭୁଙ୍କର ବାକ୍ୟ ସ୍ଥାପନ ହେବା। ଆଉ ଗୋଟେ ସମୟରେ ସେଇ ପିତର ବର୍ତ୍ତମାନ ଯୀଶୁଙ୍କୁ ସେ କଣ କହୁଛନ୍ତି, ଯେମିତି ପାଉଲ ମଧ୍ୟ ଦିନେ ନିଜର ହୃଦୟକୁ ସେ ପ୍ରକାଶ କରୁଛନ୍ତି ପ୍ରେରିତ ପୁସ୍ତକରେ, ଯେ ମତେ ତମେ ଶିଙ୍କୁଳେ ବାନ୍ଧି ପାରିବ, ତମେ ମତେ ଅ ଲୁହା ଶିଙ୍କୁଳରେ ବାନ୍ଧି ପାରିବ, କିନ୍ତୁ ତମେ ମୋ ଭିତରେ ଥିବା ଯୀଶୁ ଖ୍ରୀଷ୍ଟଙ୍କୁ ତମେ ମଧ୍ୟ ବାନ୍ଧି ପାରିବ ନାହିଁ। ମୁଁ କେବଳ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଏଇ ବନ୍ଧା ଯିବା ପାଇଁ ପ୍ରସ୍ତୁତ ତାହା ନୁହଁ, କିନ୍ତୁ ମୁଁ ଯୀଶୁ ଖ୍ରୀଷ୍ଟ ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ। ଏଇଟା କେବେ ମଧ୍ୟ ପାଉଲ ନିଜର ଉତ୍ତମତାରେ ସେ କହିନାହାନ୍ତି।
ହେଲେ ପିତର ମଧ୍ୟ ଦିନେ କଣ ବୋଲି କହୁଛନ୍ତି? ଜହନ ପୁସ୍ତକ 6 ପର୍ବ ଯଦି ଆମେ ଦେଖିବା, ଜହନ ତାର 6 ପର୍ବର ମଧ୍ୟ ଗୋଟେ ବାକ୍ୟ 68, ଜହନ 6 ର 68 ପଦ ଦେଖିବା ଆମେ। ଜହନ 6 ର 68। ସିମୋନ ପିତର ତାଙ୍କୁ ଉତ୍ତର ଦେଲେ, ପ୍ରଭୁ କାହା ପାଖକୁ ଯିବା? ଆପଣଙ୍କ ପାଖରେ ଅନନ୍ତ ଜୀବନର ବାକ୍ୟ ଅଛି। ଭାଇ ଓ ଭଉଣୀମାନେ, ଆଜି ଯେପରି ଆମେ ଠକି ନ ହେବା, ଶୈତାନର ଲକ୍ଷ୍ୟ କଣ, ଶୈତାନର କାର୍ଯ୍ୟ କଣ? ମଣିଷ ଆଡକୁ ଧ୍ୱଂସ କରିବାକୁ। ମଣିଷର ଧ୍ୱଂସ, ମଣିଷ ଯେପରି ଆତ୍ମିକ ଜୀବନ ବଞ୍ଚି ପାରିବ ନାହିଁ, ବର୍ତ୍ତମାନ ଶୈତାନ କୋଉ ଲକ୍ଷ୍ୟରେ, କୋଉ ମାଧ୍ୟମରେ ମଣିଷ ଆତ୍ମିକ ଜୀବନ ନ ବିତୁ ବୋଲି ସେ କାମ କରୁଛି, କେମିତି ସେ ଲୋକମାନଙ୍କୁ ହଇରାଣ କରୁଛି। ହଁ, ଯେତେବେଳେ ଶୈତାନ ଆମ ପାଖରେ ଏଇ ପ୍ରକାର ହୃଦୟକୁ ରଖୁଛି, ଏ ପ୍ରକାର ଚିନ୍ତାକୁ ଦଉଛି, ଆମେ ନିଜକୁ ଆତ୍ମିକ, ନିଜକୁ ବିଶ୍ୱସ୍ତ, ନିଜକୁ ବହୁତ ଭଲ ହେଇଗଲୁ, ନିଜକୁ ଆମେ ବିଶ୍ୱାସ କରିବାର ସର୍ତ୍ତ ଗୁଡାକ ଯେଉଁ ସମୟରେ ଆମେ ପାଉଛୁ, ସେଇ ସମୟ ଠାରୁ ଆମେ ପ୍ରଭୁଙ୍କୁ ବିଶ୍ୱାସ କରିବା ପାଇଁ, ପ୍ରଭୁଙ୍କ ଆଡକୁ ହୃଦୟକୁ ଆମେ ପଚାରିବା ପାଇଁ, ଆମେ ବନ୍ଦ କରିବା ପାଇଁ ବାଧ୍ୟ ହେଇଥାଉ। ଅମସ୍ୟ ରାଜା ବର୍ତ୍ତମାନ ଯେ ଲୋକ ବଞ୍ଚୁଛି, ତ ସେ ସିଦ୍ଧ ଅନ୍ତଃକରଣରେ, ଯଦିଓ ସଦା ଆପଣଙ୍କ ଦୃଷ୍ଟିରେ ସେ ଯଥାର୍ଥ କଲେ, ଦ୍ୱିତୀୟ ବଂଶାବଳୀ 25 ପରେ ଲେଖା ହେଇଛି ଯେ 2 ପଦରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ସତ, ମାତ୍ର ସିଦ୍ଧ ଅନ୍ତଃକରଣରେ କଲେ ନାହିଁ। ଏ ସିଦ୍ଧ ଅନ୍ତଃକରଣ କଣ? ହଁ, ବର୍ତ୍ତମାନ ଏ ସିଦ୍ଧ ଅନ୍ତଃକରଣ ଯଦି ଆମେ ରାଇଟ ସ୍ପିରିଚୁଆଲ ଲାଇଫକୁ ଯଦି ଆମେ କହିବା, ଠିକ ଆତ୍ମିକ ଜୀବନ କଣ? ଠିକ ଆତ୍ମିକ ଜୀବନ କେବେ ମଧ୍ୟ ନିଜକୁ ଉଚ୍ଚୀକୃତ କରିବାଟା ନାହିଁ, ନିଜକୁ ବିଶ୍ୱସ୍ତ ଜ୍ଞାନ କରିବାଟା ନାହିଁ, କି ନିଜକୁ ଅ, ଦାୟିତ୍ୱବାନ ବୋଲି ନେବା ବିଷୟ ନାହିଁ, କି ନିଜକୁ ବିଶ୍ୱାସ କରିବାର ଦୁନିଆ ରଖିବା ନାହିଁ। ପ୍ରକୃତ ଆତ୍ମିକ ଜୀବନ ହଉଛି, ଯୋଉ ପର୍ଯ୍ୟନ୍ତ ଦାଉଦ ଯେପରି ବର୍ତ୍ତମାନ କହୁଛନ୍ତି, ମୋ ସମ୍ମୁଖରେ ସର୍ବଦା ପାପ ଅଛି, ତ ସଦାବେଳେ ଆମେ ଗୋଟେ ଲୋକ ଯେ କି ନିଜର ସର୍ତ୍ତକୁ ପାଇବା ଦରକାର ଯେ ମୁଁ କେବେ ମଧ୍ୟ ଯୀଶୁଙ୍କର ଅନୁଗ୍ରହ ବିନା କେବେ ଆତ୍ମିକ ଜୀବନ ବଞ୍ଚି ପାରିବି ନାହିଁ। ମୁଁ ଗୋଟେ ଲୋକ ଯେ କି ଯେକୌଣସି ମୁହୂର୍ତ୍ତରେ ପାପ କରିପାରେ, ମୁଁ ଗୋଟେ ଲୋକ ଯେକୌଣସି ମୁହୂର୍ତ୍ତରେ ମୁଁ ଭୁଲ କରିପାରେ, କିନ୍ତୁ ଏ ଭୁଲ କରିବା ବିଷୟ, ଏଇଟା ଗୋଟେ ବିଷୟ ନାହିଁ ଯାହାକି ଆମର ମୂଳ ଲକ୍ଷ୍ୟ ହେବା ଦରକାର ଯେ ମୁଁ ଭୁଲ ନ କଲେ ହିଁ ପ୍ରଭୁଙ୍କ ସହିତ ମୁଁ ଜଡ଼ିତ ଜୀବନ ବିତେଇ ପାରିବି, ସେମିତି ନାହିଁ। କିନ୍ତୁ ସଦାବେଳେ ମୁଁ ନିଜର ପୋଜିସନକୁ ପାଇବା ଦରକାର, ମୋର ଛବିକୁ ମୁଁ ପାଇବା ଦରକାର ଯେ ମୁଁ ଲୋକ କେବେ ମଧ୍ୟ କୌଣସି ବିଷୟ କରିପାରିବିନି ନିଜ ଦ୍ୱାରା। ଯେତେ ଅଧିକ ମୁଁ ନିଜକୁ ମନ୍ଦ ବୋଲି ପାଇବି, ସେତେ ଅଧିକ ନିଜକୁ ମୁଁ ପରିତ୍ୟାଗ କରିବା ପାଇଁ ଶକ୍ତି ପାଇବି। ଯେତେ ଅଧିକ ନିଜର ଭିତରେ ମୁଁ ସର୍ତ୍ତ ପାଇବି ଯେ ମୁଁ ବିଶ୍ୱାସଜନକ ଲୋକ ନୁହେଁ, ସେତେ ଅଧିକ ମୁଁ ଯୀଶୁଙ୍କ ଆଡକୁ ବିଶ୍ୱାସ କରିବାର ମନ ତିଆରି ହେବ। ଏ ଦାଉଦଙ୍କର ଆତ୍ମିକ ଜୀବନ ସ୍ୱତନ୍ତ୍ରତା ହଉଛି ତାଙ୍କ ପାଖରେ ପ୍ରଭୁଙ୍କ ଦାସ ମାନେ ତାଙ୍କୁ ଗାଇଡ କରୁଛନ୍ତି, ତାଙ୍କ ପାଖରେ ପରମେଶ୍ୱରଙ୍କର ଅନୁଗ୍ରହ ଦ୍ଵାରା ନିଜର ପରିଚୟକୁ ସେ ପାଉଛନ୍ତି। ସତରେ ମୁଁ ଗୋଟେ ଲୋକ ଯେ କି ମନ୍ଦତାରେ ପରିପୂର୍ଣ୍ଣ, ମୁଁ ପ୍ରକୃତିରେ ଉତ୍ତମ ଲୋକ ନାହିଁ। ସେ ହୃଦୟ ପରମେଶ୍ୱରଙ୍କୁ ଅଧିକରୁ ଅଧିକ ମାତ୍ରାରେ ବିଶ୍ୱାସ କରିବା ପାଇଁ, ଭରସା କରିବା ପାଇଁ ଶକ୍ତି ପ୍ରାପ୍ତ ଦେଇଥାଏ। ସେଥିପାଇଁ ରାଜା ଦାଉଦ ଆଉ ରାଜା ଅମସ୍ୟଙ୍କ ଭିତରେ ତଫାତ ହଉଛି, ଅମସ୍ୟଙ୍କ ପାଖରେ କିଏ ବି ନାହିଁ ଯିଏକି ତାକୁ ପରମେଶ୍ୱରଙ୍କର ସୌଭାଗ୍ୟତାକୁ ଦେଇପାରିବ, ପରମେଶ୍ୱରଙ୍କର ବାକ୍ୟକୁ ଯୋଗେଇ ପାରିବ। ଅମସ୍ୟ ହଉଛି ଗୋଟେ ଲୋକ ଯିଏକି ଯଥାର୍ଥ କର୍ମ କଲେ ସତ ପ୍ରଭୁ ସାମ୍ନାରେ, ମାତ୍ର ସେ ସିଦ୍ଧ ଅନ୍ତଃକରଣ ପାଇଲେନି। ସ୍ପିରିଚୁଆଲ ଲାଇଫରେ, ଆତ୍ମିକ ଜୀବନ ଯାତ୍ରାରେ ଏ ପାଠ ହଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଜି ଅନେକ ଗୁଡେ ଲିଡର ମାନେ ଭାବୁଛନ୍ତି ଆମେ ପ୍ରଚାର କରୁଛୁ, ଆମେ ବହୁତ ଆତ୍ମିକ ଲୋକ ହେଇଗଲୁ, ଆମେ ଗୋଟେ ଲୋକ ଯିଏକି ବହୁତ, ଆମେ ଗୋଟେ ଲୋକ ଯିଏକି ପ୍ରଭୁଙ୍କର ନିକଟବର୍ତ୍ତୀ ଦାସ ଦାସୀ, ପ୍ରଭୁଙ୍କର ନିକଟବର୍ତ୍ତୀ ଆମମାନେ କାର୍ଯ୍ୟକର୍ତ୍ତା ମାନେ, କିନ୍ତୁ ଏଟା ହଉଛି ଗୋଟେ ବିଷୟ, ସମ୍ପୂର୍ଣ୍ଣ ଭୁଲ ବିଷୟ ଅଟେ। ମନୁଷ୍ୟ ନିଜର ଉତ୍ତମ କର୍ମ ଦ୍ୱାରା ପ୍ରଭୁଙ୍କ ସହିତ ନିକଟବର୍ତ୍ତୀ ହେଇପାରିବ ନାହିଁ। ଯୋଉ ପର୍ଯ୍ୟନ୍ତ ମନୁଷ୍ୟ ନିଜକୁ ପାଉଛି ମୁଁ ଗୋଟେ ମନ୍ଦ ଲୋକ, ମୋ ପାଖରେ କୌଣସି ସର୍ତ୍ତ ନାହିଁ ନିଜକୁ ବିଶ୍ୱାସ କରିବା ପାଇଁ, ପରମେଶ୍ୱର ଆମ ଜୀବନ କାଳ ଭିତରେ ଆମର ପରିଚୟକୁ ଦେଖେଇବା ପାଇଁ, ଆମ ନିଜର ଇମେଜକୁ ଦେଖେଇବା ପାଇଁ ପ୍ରଭୁ ଆମ ଜୀବନରେ କାମ କରୁଛନ୍ତି। ଦାଉଦ ବର୍ତ୍ତମାନ କାହିଁକି ଏ ଜାଗାରେ ବ୍ୟଭିଚାର କର୍ମର ଧରା ଗଲେ? ଦାଉଦ କାହିଁକି ବର୍ତ୍ତମାନ ଏଇ ଜାଗାରେ ସମସ୍ତଙ୍କ ଆଗରେ ନାଥଙ୍କ ଦ୍ୱାରା ଅନୁଯୋଗ ପାଇବା ପାଇଁ ଆବଶ୍ୟକ ଥିଲା? କାରଣ ପରମେଶ୍ୱର ଦାଉଦ ରାଜାଙ୍କୁ ଦେଖାଉଛନ୍ତି। ଯୋଉ ସମୟରେ ଦାଉଦ ଆତ୍ମିକ ଜୀବନରେ ଝୁଣ୍ଟି ପଡିଲେ, ତ ଲୋକମାନେ କୁହନ୍ତି ଧାର୍ମିକ ଲୋକ ମାନେ କଣ? ଉତ୍ତମ କାମ କରିବା ଲୋକ, ଚର୍ଚ୍ଚକୁ ଯିବା ଲୋକ, ପ୍ରଭୁଙ୍କୁ ସେବା କରିବା ଲୋକ, ଏମାନେ ପ୍ରକୃତରେ ଆତ୍ମିକ ଲୋକ ବୋଲି, ଏଇଟା ହଉଛି ଜଗତର ଷ୍ଟାଣ୍ଡାର୍ଡ ଅନୁସାରେ ମାପିବାର ସ୍କେଲ। କିନ୍ତୁ
ପ୍ରକୃତରେ ଆତ୍ମିକ ଜୀବନକୁ ବଞ୍ଚିବା ଲୋକମାନେ କିଏ ପାଇବ? ଏବେ ଦାଉଦଙ୍କର ଯଦି ଆମେ ଦେଖିବା, ବର୍ତ୍ତମାନ ପରମେଶ୍ୱର ଯାହାକୁ ଧାର୍ମିକ ବୋଲି କହିଲେ, ୟାର ଅର୍ଥ ନାହିଁ ତାର ନିଜର କର୍ମକୁ ଅ, ହିସାବ କରିକି ତାର ଉତ୍ତମ କର୍ମକୁ ଦେଖିକି ତାକୁ ଧାର୍ମିକ କରୁଛୁ। ଆମର ଧାର୍ମିକତା ବିନା ମୂଲ୍ୟରେ ଆମେ ପାଇଛୁ। ଆମର ଧାର୍ମିକତାକୁ ପ୍ରଭୁ ଦେଇଛନ୍ତି। ପ୍ରଭୁ ଏଇଟା ଆମର ଧାର୍ମିକତା ନା, ଏଇଟା ହଉଛି ଈଶ୍ୱରଙ୍କ ଧାର୍ମିକତା, ଯାହାକି ଯୀଶୁଙ୍କର ଦ୍ଵାରା ତିଆରି ହେଇଛି ପୁରୁଷ। ଯୀଶୁଙ୍କ ରକ୍ତ ଦ୍ଵାରା, ଯୀଶୁଙ୍କର ମୃତ୍ୟୁ ଦ୍ଵାରା, ଯୀଶୁଙ୍କ ପୁନରୁତ୍ଥାନ ଦ୍ଵାରା ପ୍ରଭୁ ତାଙ୍କ ଧାର୍ମିକତାକୁ ଦେଇଛନ୍ତି ଆମର। ସେଥିପାଇଁ ଏ ଧାର୍ମିକତାର ବସ୍ତ୍ର ଯୋଉ ପିନ୍ଧିଛୁ ତାର ଅର୍ଥ ନାହିଁ ଯେ ଆମମାନେ ପରିବର୍ତ୍ତନ ହେବୁ, ଖାଲି ଆମମାନଙ୍କର ହୃଦୟ ଭିତରେ ମାଲିକ ପରିବର୍ତ୍ତନ ହେଲା। ସେଥିପାଇଁ ପ୍ରଥମ ଜହନରେ ମଧ୍ୟ ଲେଖା ହେଇଛି କଣ ବୋଲି, ହେ ମୋର ବତ୍ସଗଣ, ତୁମ୍ଭେମାନେ ଯେପରି ପାପ ନ କର ଏଥି ସକାଶେ ମୁଁ ଏ ସମସ୍ତ ବିଷୟ ଲେଖୁଛି। ଆଉ ଯଦିଓ ତୁମେ ପାପ କଲ, କିନ୍ତୁ ତୁମମାନଙ୍କର ପାଇଁ ଜଣେ ସପକ୍ଷବାଦୀ ଅଛନ୍ତି, ଯିଏକି ସେହି ଧାର୍ମିକ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ଦାଉଦ ରାଜାଙ୍କ ପାଇଁ ବର୍ତ୍ତମାନ ପରମେଶ୍ୱର ନାଥନ ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କଲେ, ଯେ ନାଥନଙ୍କ ସହଭାଗିତା ଦ୍ଵାରା ଦାଉଦ ରାଜା ନିଜର ପ୍ରକୃତ ସ୍ଥିତିକୁ ପାଇବେ। କାରଣ ତାର ଏକ୍ଜାକ୍ଟଲି ପରମେଶ୍ୱର ଆତ୍ମିକ ଜୀବନକୁ ଆମକୁ ଦେଖାଉଛନ୍ତି। କଣ? ଯଦି ଆପଣ ସାମୁଏଲ ପୁସ୍ତକ ପଢିବେ, ସେଠି ଏକ୍ଜାକ୍ଟଲି ଗୋଟେ ବାକ୍ୟ ଲେଖା ହେଇଛି। ଟିକେ ମୁଁ ଦେଖେଇବି। ପ୍ରଥମ ଦ୍ୱିତୀୟ ସାମୁଏଲ 11 ପର୍ବ ଏକ ପଦ ଦେଖିବା ଆମେ। ଦ୍ୱିତୀୟ ସାମୁଏଲ 11 ପରେ ଅନନ୍ତର ଅନନ୍ତର ବର୍ଷର ପରିବର୍ତ୍ତନ ସମୟରେ ରାଜାମାନେ ଯୁଦ୍ଧକୁ ଯିବା ବେଳେ ଦାଉଦ ଯୋଆବକୁ ଓ ତାହା ସହିତ ଆପଣା ଦାସମାନଙ୍କୁ ଓ ସମୁଦାୟ ଇସ୍ରାଏଲକୁ ପଠାଇଲେ। ଥରେ ସେମାନେ ଆମନ ସନ୍ତାନଙ୍କ ମାନଙ୍କୁ ସଂହାର କରି ରଜା ନଗର ଅବରୋଧ କଲେ, ମାତ୍ର ଦାଉଦ ଜିରୁସାଲାମରେ ରହିଲେ। ତ ଏ ବାକ୍ୟ ଅନୁସାରେ ଆମେ ଜାଣିପାରିବା ଦାଉଦ ସମସ୍ତ ପ୍ରଜାବନ୍ତ ସୈନ୍ୟ ସାମନ୍ତକୁ ମନ୍ତ୍ରୀମାନଙ୍କୁ ଯୁଦ୍ଧକୁ ପଠାଇଲେ, କିନ୍ତୁ ସେ ନିଜେ ଜିରୁସାଲାମରେ ରହିଲେ ଲେଖା ହେଇଛି। ତାର ଅର୍ଥ ଈଶ୍ୱର ଯେଉଁ ସାରି ଦାଉଦଙ୍କ ପାଇଁ କାର୍ଯ୍ୟ କଲେ, ହଁ ମନୁଷ୍ୟ ଯେକୌଣସି ମୁହୂର୍ତ୍ତରେ ଝୁଣ୍ଟି ପାରୁ, ଯେକୌଣସି ମୁହୂର୍ତ୍ତରେ ମିଷ୍ଟେକ୍ କରିପାରେ, ଯେକୌଣସି ମୁହୂର୍ତ୍ତରେ ମନ୍ଦ କାମ କରିପାରେ। କିନ୍ତୁ ଏ ଜାଗାରେ ଆମେ ଗୋଟେ ବିଷୟ ଦେଖିବା, ଏବେ ଯେତେବେଳେ ଦୁଇ ପଦରୁ ଦେଖିବା, ଅନନ୍ତର ଦିନେ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ରାଜଗୃହର ଛାତ ଉପରେ ବୁଲୁଥିଲେ। ତ ଏ ବାକ୍ୟରେ ଆମେ ଜାଣିପାରୁଛୁ ଅନନ୍ତର ଦିନ ସନ୍ଧ୍ୟା ସମୟରେ ଦାଉଦ ଆପଣା ଶଯ୍ୟାରୁ ଉଠି ଲେଖା ହେଇଛି। ସାଧାରଣତଃ ଭାବରେ ଆମମାନେ ନିଦରୁ ଶଯ୍ୟାକୁ ତ୍ୟାଗ କରିବାର ସମୟ କଣ? ସକାଳ ସମୟ। ଆଜି ସକାଳେ ଭୋର ସକାଳୁ ତିନିଟା ତିନିଟା ଅଧେ 3ଟା 50 ଏମିତି ସମୟରେ ମୋର ନିଦ ଭାଙ୍ଗିଲା। ମୁଁ ଉଠିଲି, ଆମର ସମସ୍ତ ନିଦ କମର୍ସ ତ ଆମକୁ ଫ୍ରେଶ ତାଜା ଲାଗୁଛି। ସକାଳେ ଯିଏ ଉଠିବ ସେ ଫ୍ରେଶ ଫିଲିଂ କରିବ, ତାଜା ଲାଗିବ। ମର୍ଣ୍ଣିଂ ୱାକ୍ କରୁ, ମର୍ଣ୍ଣିଂ ୱାକ୍ କଲେ ମୋତେ ଭଲ ଲାଗୁଛି। କିନ୍ତୁ ଏଠି ଲେଖା ହେଇଛି ସନ୍ଧ୍ୟା ସମୟରେ ସେଜ ତ୍ୟାଗ କଲେ କିଏ? ଦାଉଦ। ଯଦି ସନ୍ଧ୍ୟା ସମୟରେ ଯଦି ସେଜ ତ୍ୟାଗ କରୁଛନ୍ତି, ସେଜରୁ ଉଠୁଛନ୍ତି, ନିହାତି ସେ ଦିନ ବେଳେ ଶୋଇଥିବ। ମୁଁ କହିବାର ଅର୍ଥ ନାହିଁ ଯେ ଦିନରେ ଶୁଅନ୍ତୁ ନାହିଁ, ସେମିତି କହୁନାହିଁ। କିନ୍ତୁ ସ୍ପିରିଚୁଆଲି ଆମେ ଏଇ ଜାଗାରେ ଦେଖିବା ଯେ ବର୍ତ୍ତମାନ ଏ ଦିନରେ ଯୁଦ୍ଧ କ୍ଷେତ୍ରକୁ ନ ଯାଇକି ବର୍ତ୍ତମାନ ସେ ନିଜର ରାଜପ୍ରସାଦରେ ସେ ରହିଗଲେ। ନିଜର ରାଜପ୍ରସାଦ ରହିବାର ଅର୍ଥ ଆଉ ଯୁଦ୍ଧକୁ ନ ଯିବାର ଅର୍ଥ କଣ? ଆତ୍ମିକ ଜୀବନରେ ଆମକୁ ପ୍ରଧାନ ମୂଳତଃ ଭାବରେ ଯୁଦ୍ଧ ଆମ ଜୀବନରେ ହେବା ଆବଶ୍ୟକ। ଏଇଟା କି ପ୍ରକାର ଯୁଦ୍ଧ? ଏଇଟା ଶରୀର ଏବଂ ଆତ୍ମାର ଯୁଦ୍ଧ। ଯଦି ମନୁଷ୍ୟ ଆତ୍ମିକ ଜୀବନ ବଞ୍ଚିଲା ସମୟରେ ନିଜର ଶରୀର ଆଡକୁ ଆଉଜି ଯାଉଛି, ନିଜର ଶରୀର ଦ୍ଵାରା ଯଦି ସେ ଧରା ଯାଉଛି, ଯଦି ଶାରୀରିକ ଜୀବନରେ ବହୁତ ଆକୃଷ୍ଟ ହଉଛି, ତାହେଲେ ସେ ତା ଭିତରେ ପରମେଶ୍ୱରଙ୍କୁ ସେ ଧୀରେ ଧୀରେ ହରେଇବା ପାଇଁ ବାଧ୍ୟ ହେଇଥାଏ। ହେଲେ ଦାଉଦ ଯେଉଁ ସମୟରେ ଈଶ୍ୱରଙ୍କର ଭିକ୍ଟୋରୀକୁ ସେ ପାଇଲେ, ଈଶ୍ୱର ତାଙ୍କୁ ବହୁତ ଗୁଡ଼ିଏ ଯୁଦ୍ଧରେ ଜିତେଇଲେ, ଆଉ ରାଜା ଈଶ୍ୱରଙ୍କ କାର୍ଯ୍ୟ ଦେଖିକି ଖୁସି ହେଲେ, ସନ୍ତୁଷ୍ଟ ହେଲେ। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ସେ ଈଶ୍ୱରଙ୍କ ସହିତ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ ହେବା ପାଇଁ, ଈଶ୍ୱରଙ୍କର ସହଭାଗିତା ଠାରୁ ସେ କଟ୍ ଅଫ୍ ହେବା ପାଇଁ, ତ ଆମ ଆତ୍ମିକ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣ? ବର୍ତ୍ତମାନ ଆମର ହୃଦୟ ଭିତରେ ସ୍ପଷ୍ଟ ଭାବରେ ପରମେଶ୍ୱରଙ୍କର ବାକ୍ୟ ସହିତ ଜଡିତ ପ୍ରଭୁଙ୍କର ବାକ୍ୟର ପ୍ରବାହିତ ଜୀବନକୁ ବଞ୍ଚିବାକୁ ପଡିବ ଆମକୁ। ସେଥିପାଇଁ ବର୍ତ୍ତମାନ ଦାଉଦଙ୍କର ଜୀବନରେ ବର୍ତ୍ତମାନ ଏଇ ବିଷୟ ଘଟିଗଲା। ତ ବୋଧେ ସେ ଜାଣି ପାରୁନାହାନ୍ତି କଣ ହେଲା। ସନ୍ଧ୍ୟା ସମୟରେ ସେ ତ୍ୟାଗ କରୁଛନ୍ତି।
ଆଜି ଯେତେବେଳେ ଆମେ ଏ ବିଷୟକୁ ଚିନ୍ତା କରିବା ତାହେଲେ ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି ତମର ଆତ୍ମିକ ଜୀବନକୁ ବଞ୍ଚିବା ପାଇଁ ତମକୁ ଅନବରତ ସଦାବେଳେ ତମକୁ ପରମେଶ୍ୱରଙ୍କ ସହିତ ଜଡ଼ିତ ହେବାକୁ ପଡିବ। ତାହେଲେ ମୋ ପରମେଶ୍ୱର ସହିତ ଜଡ଼ିତ କେମିତି ହେଇପାରିବି ମୁଁ? ଯୋଉ ସମୟରେ ମୁଁ ନିଜକୁ ପାଉଛି ସତରେ ମୁଁ ଗୋଟେ ମଣ୍ଡଳୀ ଭିତରେ ରଖାଯିବା ଲୋକ ନାହିଁ। ମୋ ହୃଦୟ ଉଚ୍ଚ ହେଇପାରିବ ନାହିଁ। ମୁଁ ଗୋଟେ ଲୋକ ଯିଏକି ମନ୍ଦ ଲୋକ, ମୁଁ ଗୋଟେ ଲୋକ କଦର୍ଯ୍ୟ ଲୋକ। ତାହେଲେ ଏଇ ପ୍ରକାର ସ୍ଥିତିରେ ମୁଁ ନିଜକୁ କେମିତି କହିପାରିବି ମୁଁ ଆତ୍ମିକ ପାଷ୍ଟର, ମୁଁ ଗୋଟେ ଆତ୍ମିକ ଲୋକ, ମୁଁ ସବୁ ଜାଣିଲି କହିବି? ଏଇଟା ହଉଛି ଗୋଟେ ପାଗଳାମି ପରି ଚିନ୍ତା। ହେଲେ ଅମତ୍ସ୍ୟ ରାଜାଙ୍କର ଯଦି ଆମେ ହୃଦୟର ଦୁନିଆକୁ ଦେଖିବା, ଦେନ୍ ସେ ବର୍ତ୍ତମାନ ଆଁ 25 ପର୍ବରୁ ଯଦି ଆମେ ଦେଖିବା ତାହେଲେ 25 ପର୍ବରେ ସେ କଣ କହୁଛନ୍ତି? ପରମେଶ୍ୱର ଲୋକ ତାଙ୍କ ପାଖକୁ ଆସୁଛନ୍ତି। କାରଣ ସେ 5 ପଦ 6 ପଦରେ ଯଦି ଦେଖିବା ମାନେ ଦ୍ୱିତୀୟ ବଂଶାବଳୀ 25 ପର୍ବ 5 6 ଆହୁରି ଅମସ୍ୟ ଜିହୁଦା ବଂଶକୁ ଏକତ୍ର କଲେ। ପୁଣି ସମସ୍ତ ଜିହୁଦା ଓ ବିନ୍ୟାମିନର ପିତୃ ବଂଶାନୁସାରେ ସହସ୍ରପତି ଓ ଶତପତି ମାନଙ୍କ ଅଧୀନରେ ସେମାନଙ୍କୁ ଶ୍ରେଣୀବଦ୍ଧ କଲେ। ପୁଣି ସେ 20 ବର୍ଷ ଓ ତତୋଧିକ ବୟସ୍କ ଲୋକମାନଙ୍କୁ ଗଣନା କରନ୍ତି। ବର୍ଛା ଓ ଢାଲ ଧରି ଯୁଦ୍ଧକୁ ଯିବା ପାଇଁ ସମର୍ଥ 3 ଲକ୍ଷ ଲୋକ ବଛା ଲୋକ ପାଇଲେ। ମଧ୍ୟ ସେ 100 ତାଳନ୍ତ ରୂପା ବେତନ ଦେଇ ଇସ୍ରାଏଲ ମଧ୍ୟରେ 1 ଲକ୍ଷ ମହାବେକରଶାଳୀ ଲୋକଙ୍କୁ ନିଯୁକ୍ତ କଲେ। 7 ପଦରେ ଲେଖା ହେଇଛି, ମାତ୍ର ପରମେଶ୍ୱରଙ୍କ 1 ଲୋକ ତାଙ୍କ ନିକଟକୁ ଆସି କହିଲେ, ହେ ରାଜନ, ଇସ୍ରାଏଲର ସୈନ୍ୟ ଆପଣଙ୍କ ସଙ୍ଗରେ ନ ଯାଆନ୍ତୁ। କାରଣ ସଦାପ୍ରଭୁ ଇସ୍ରାଏଲ ସଙ୍ଗରେ ଅର୍ଥାତ୍ ଇଫ୍ରେମର ସମସ୍ତ ସନ୍ତାନ ସାଙ୍ଗରେ ନାହାନ୍ତି। ମାତ୍ର ଯେବେ ଆପଣ ଯିବେ ତେବେ ସାହସରେ କାର୍ଯ୍ୟ କରନ୍ତୁ, ଯୁଦ୍ଧ କରିବାକୁ ବଳବାନ ହୁଅନ୍ତୁ। ପରମେଶ୍ୱର ଶତ୍ରୁ ସମ୍ମୁଖରେ ଆପଣଙ୍କୁ ନିପାତ କରିବେ। କାରଣ ସାହାଯ୍ୟ କରିବାକୁ ନିପାତ କରିବାକୁ ପରମେଶ୍ୱରଙ୍କ ଶକ୍ତି ଅଛି। ତ ଅବଶ୍ୟ ପରମେଶ୍ୱର ଲୋକଙ୍କୁ କହିଲେ, ଭଲ, ମାତ୍ର ମୁଁ ଇସ୍ରାଏଲ ସୈନ୍ୟ ଗଣକୁ ଏ ଯେଉଁ 100 ତାଳନ୍ତ ରୂପା ଦେଇଅଛି, ତହି ପାଇଁ ଆମେ କଣ କରିବା? ଏଥିରେ ପରମେଶ୍ୱରଙ୍କ ଲୋକ ଉତ୍ତର କଲେ, ସଦାପ୍ରଭୁ ତୁମକୁ ତହିରୁ ଅଧିକ ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି। ଯଦିଓ ଏଇ ଜାଗାରେ ଈଶ୍ୱରଙ୍କ ଲୋକ ପରମେଶ୍ୱର ଲୋକ କିଛି ବିଷୟ ମନା କରୁଛନ୍ତି କରିବା ପାଇଁ, ଯେ ତମେ ଏତିକି ଲୋକକୁ ନିଅ ନାହିଁ, ତ ତାର ମୁଖରେ କଣ ବାହାରୁଛି? ମୁଁ ଏତିକି ଟଙ୍କା ଦେଇଛି, ମୁଁ ହଁ, ଏତିକି ମୁଁ ଖର୍ଚ୍ଚ କରିଛି। ତ ଏଇ ବିଷୟ ଯାକ ମତ୍ସ୍ୟଙ୍କର ମୁଖରେ ବାହାରୁଛି ଅର୍ଥ କଣ? ଅଧିକାଂଶ ସମୟରେ ଯୋଉ ପ୍ରଭୁ ଆମକୁ ଆତ୍ମିକ ଭାବରେ ବଢେଇବା ପାଇଁ, ଆତ୍ମିକ ଭାବରେ ପଢେଇବା ପାଇଁ ଯୋଉ ବିଷୟକୁ ୟୁଜ କରିଥାନ୍ତି, ଆମେ ସେଇଟାକୁ ହିଁ ବିରୋଧ କରିଥାଉ। କାହିଁକି? ବାଇବଲରେ ଲେଖା ହେଇଛି ଶାରୀରିକ ଭାବ ହଉଛି ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା। ହେଲେ ଶାରୀରିକ ଭାବ ଯଦି ଈଶ୍ୱରଙ୍କ ବିରୁଦ୍ଧରେ ଶତ୍ରୁତା, ଶରୀରର କୋଉ କୋଉ ଅଂଶ ପ୍ରଭୁଙ୍କର ଶତ୍ରୁତା? ସବୁଠୁ ଅଧିକ ହଉଛି ମଣିଷ ଜନରେ ନିଜକୁ ବିଶ୍ୱାସ କରୁଛି ମୁଁ ଜଣେ ଲୋକ ଯିଏକି ପ୍ରଭୁଙ୍କ ପାଇଁ କାର୍ଯ୍ୟକାରୀ ଲୋକ। ଯୋଉ ଲୋକ ନିଜକୁ ଭାବୁଛି ମୁଁ ପ୍ରଭୁଙ୍କ ପାଇଁ କାର୍ଯ୍ୟକାରୀ ଲୋକ, ମୁଁ ପ୍ରଭୁଙ୍କ ପାଇଁ କାମ କରୁଛି, ମୁଁ ଆତ୍ମିକ ଲୋକ, ମୁଁ ବିଶ୍ୱସ୍ତ ଲୋକ, ଗୋଟେ ଭଲ ଲିଡର, ଏ ମଣିଷ କେବେ ମଧ୍ୟ ପରମେଶ୍ୱରଙ୍କ ସହିତ ଜଡ଼ିତ ଜୀବନ ବିତେଇ ପାରିବ ନାହିଁ। ସେଥିପାଇଁ ଦାଉଦଙ୍କର ଆତ୍ମିକ ଜୀବନରୁ ଯଦି ଆମେ ଶିଖିବା ଏଇ ଜାଗାରେ ସଠିକ ଭାବରେ ଯୋଉ ଦାଉଦ ପ୍ରକାଶ ପାଇଲେ, ଦାଉଦଙ୍କ ପାପ ପ୍ରକାଶ ପାଇଲା, ତା ସହିତ ପ୍ରଭୁଙ୍କର ଆଁ, ଅ, ଅନୁଗ୍ରହ ଦ୍ଵାରା ସେ ନାଥନ ଭବିଷ୍ୟତ ବକ୍ତାଙ୍କୁ ପ୍ରେରିତ ହେଲେ ତାଙ୍କ ପାଖକୁ। ନାଥନ ଭବିଷ୍ୟତ ବକ୍ତା ଯାଇକି ଦାଉଦଙ୍କୁ ସହଭାଗିତା ଦ୍ଵାରା ଯୋଉ ବିଷୟ ଗୁଡାକ ମଧ୍ୟ ସେ କଲେ, ସହଭାଗିତା ମାଧ୍ୟମରେ ନାଥନ ବର୍ତ୍ତମାନ ସହଭାଗିତା ଦ୍ଵାରା ଦାଉଦ ପ୍ରଭୁଙ୍କ ସହିତ ଆଉ ଥରେ ସଂଯୁକ୍ତ ହେବା ପାଇଁ ସକ୍ଷମ ହେଇପାରିଲେ। ଯଦିଓ ନାମାନ ଗୋଟେ ଲୋକ ଯିଏକି ସେନାପତି ଥିଲେ, ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ, ମତେ ସେଇ ଗୋଟେ ଲୋକ ନୁହନ୍ତି ଯିଏକି ସମଗ୍ର ଅରାମ ଦେଶରେ ସେନାପତି ଥାଇକି ମଧ୍ୟ ସେ ନିଜ ଦ୍ୱାରା କୁଷ୍ଠ ରୋଗରୁ ମୁକ୍ତି ପାଇପାରିବେ। କୁଷ୍ଠ ରୋଗରୁ ସୂଚି ହେଇପାରିଲେ ନାହିଁ ସେ। ସେଥିପାଇଁ ପରମେଶ୍ୱରଙ୍କର ଦାସ ଏଲିଶା ଭବିଷ୍ୟତ ବକ୍ତାଙ୍କ ପାଖକୁ ତାଙ୍କୁ ଯିବାକୁ ପଡିଲା। ଆଜି ଆମମାନେ ମଧ୍ୟ ସମାନ ଲୋକ, ଯେ ଆମମାନେ ଗୋଟେ ଲୋକ ଯିଏକି ମଣ୍ଡଳୀର ଆବଶ୍ୟକତା ହଉଛି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆମର ଜୀବନର ପ୍ରତ୍ୟେକ ଅଂଶରେ, ଜୀବନର ପ୍ରତ୍ୟେକ ସ୍ଥିତିରେ ପ୍ରଭୁଙ୍କର ଦାସଙ୍କର ଆବଶ୍ୟକ ଅଟେ ଆମମାନଙ୍କୁ। ଆଉ ପ୍ରଭୁଙ୍କର ବାକ୍ୟ ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଅମସ୍ୟ ରାଜା ସେ ସିଦ୍ଧାନ୍ତ କୋଣର ଅର୍ଥ ହଉଛି ସେ ସଦାପ୍ରଭୁ ଦୃଷ୍ଟିରେ ଉତ୍ତମ କର୍ମ କଲେ, କିନ୍ତୁ ସେ କେ ମଧ୍ୟ ସିଦ୍ଧ ଅନ୍ତକରଣ କଲେ ନାହିଁ। ଅର୍ଥ ସେ ନିଜର ପରିଚୟକୁ ସେ ପାଇପାରିଲେ ନାହିଁ। ଯେ କେତେ କେତେ ଆବଶ୍ୟକ ତାଙ୍କୁ ପରମେଶ୍ୱରଙ୍କ ବାକ୍ୟ ଶୁଣିବାଟା, କେତେ ଆବଶ୍ୟକ ଅଟେ ତାଙ୍କୁ ପରମେଶ୍ୱରଙ୍କର ଦାସ ମାନଙ୍କ ସହିତ ବା ପ୍ରଭୁଙ୍କ ଲିଡର ମାନଙ୍କ ସହିତ ସଂଯୁକ୍ତ ହେବା ପାଇଁ। ମୁଁ ଦୁଃଖିତ କହିବା ପାଇଁ ଆଜି ଅନେକ ଲୋକମାନେ ଯୀଶୁଙ୍କର ବାକ୍ୟକୁ, ବାଇବଲକୁ ସେମାନେ ଧରିକି ସେମାନେ ଫୁଲ ପିଟରେ ଛିଡା ହେଇକି ପ୍ରଚାର କରୁଛନ୍ତି ସତ। ଆଜି ଅନେକ ଗୁଡେ ୟୁଟ୍ୟୁବରେ ଅନେକ ଗୁଡେ ଲିଡର ମାନେ ପ୍ରଚାର କରୁଛନ୍ତି। ତାଙ୍କର ପ୍ରଚାରର ମୂଳ ବିଷୟ ହଉଛି କଣ? ଆମମାନଙ୍କୁ ନିହାତି ବିଶ୍ୱସ୍ତ ହେବାକୁ ପଡିବ।
ଆମକୁ ନିହାତି ପ୍ରଭୁଙ୍କ ପାଇଁ କାର୍ଯ୍ୟ କରିବାକୁ ପଡିବ। ଆମକୁ ପରିବର୍ତ୍ତନ ହେବାକୁ ପଡିବ। ସତରେ କଣ ଆମେ ନିଜକୁ ପରିବର୍ତ୍ତନ କରିପାରିବା ନିଜର ବିଶ୍ୱସ୍ତ ବୁଝାମଣା ଦ୍ଵାରା, ନିଜର ଉତ୍ତମ ଚିନ୍ତା ଦ୍ଵାରା ନିଜର ଜୀବନକୁ ପରିବର୍ତ୍ତନ କରିପାରିବା? କଦାପି ନାହିଁ। ଦାଉଦ ଆର ଅମସ୍ୟ ଭିତରେ କୌଣସି ତଫାତ ନାହିଁ। କି ଦାଉଦଙ୍କ ପାଖରେ ପ୍ରଭୁଙ୍କର ବାକ୍ୟକୁ ଧରିବା ଲୋକମାନେ ଥିଲେ, ଯୋଉମାନେ ତାଙ୍କ ପାଖକୁ ଯାଇକି ଯଦିଓ ଦାଉଦଙ୍କର ବୁଝାମଣା ବାହାରେ ସେ ଗାଳି ଶୁଣିଲେ ଅନୁଯୋଗ ପାଇଲେ, କିନ୍ତୁ ଦାଉଦଙ୍କର ମୂଲ୍ୟବାନ ବିଷୟ ହଉଛି କଣ? ସେ କହିଲେ ମୋ ସମ୍ମୁଖରେ ସର୍ବଦା ପାପ ରହୁଅଛି। ତାର ଅର୍ଥ ଦାଉଦ ନିଜର ଛବିକୁ ପାଇବା ଯୋଗୁଁ ସେ କେବେ ନିଜକୁ ବିଶ୍ୱାସ କରିପାରୁନାହାନ୍ତି। ସେଥିପାଇଁ ଅମସ୍ୟ ରାଜା ଏବେ ବର୍ତ୍ତମାନ ଏହି ସିଦ୍ଧାନ୍ତକରଣ ଦ୍ଵାରା ସେ କେବେ କଲେ ନାହିଁ। ତ ଆଜି ଅନେକ ଲୋକମାନେ ସେଇ ସିଦ୍ଧାନ୍ତକରଣର ଅର୍ଥ ବୁଝୁଛନ୍ତି, ଆମକୁ ଭଦ୍ର ହେବାକୁ ପଡିବ, ଆମର ବ୍ୟବହାର ଭଲ କରିବାକୁ ପଡିବ। କିନ୍ତୁ ସିଦ୍ଧାନ୍ତକରଣ ଜୀବନ ହଉଛି ଯେତେ ଅଧିକ ମୁଁ ନିଜକୁ ମନ୍ଦ, ଯେତେ ଅଧିକ ନିଜକୁ ଦୁଷ୍ଟ ବୋଲି ପାଇବି, ସେତେ ଅଧିକ ମୁଁ ନିଜକୁ ପରିତ୍ୟାଗ କରିବା ପାଇଁ ସକ୍ଷମ ହେଇପାରିବି। ଆଉ ପ୍ରଭୁଙ୍କ ଆଡକୁ ଭରସା ମୁଁ କରିବା ପାଇଁ, ପ୍ରଭୁଙ୍କ ବାକ୍ୟକୁ ମୁଁ ବିଶ୍ୱାସ କରିବା ପାଇଁ, ଆଉ ପ୍ରଭୁଙ୍କ ବାକ୍ୟ ଦ୍ଵାରା ନିଜର ଆତ୍ମିକ ଜୀବନ ପରିଚାଳନା କରିବା ପାଇଁ ମୁଁ ଅନୁଗ୍ରହକୁ ପାଇପାରିବି। ସେଥିପାଇଁ ମୁଁ ଆଶା କରୁଛି ଯେମିତି ଆମମାନେ ଅନ୍ୟ ବିଷୟ ପରିବର୍ତ୍ତେ ପରମେଶ୍ୱରଙ୍କର ବାକ୍ୟ ମୋ ଆଗରୁ ପ୍ରଭୁ ଦଉଛନ୍ତି, ମଣ୍ଡଳୀକୁ ପ୍ରଭୁ ଦେଉଛନ୍ତି। ଯେତେ ଅଧିକ ମୁଁ ସମ୍ପର୍କ ଗଢିବି ମଣ୍ଡଳୀ ସହିତ, ଯେତେ ଅଧିକ ମୁଁ ପ୍ରଭୁଙ୍କର ଲିଡର ମାନଙ୍କ ସହିତ, ଯୋଉମାନଙ୍କ ପାଖରେ ପ୍ରଭୁଙ୍କର ଆତ୍ମା ଅଛି, ଯୋଉମାନଙ୍କ ପାଖରେ ପ୍ରଭୁଙ୍କର ବାକ୍ୟ ଅଛି, ସେମାନଙ୍କ ସହିତ ଜଡିତ ହେବି ମୋର ଜୀବନରେ, ସେଇ ସମୟରେ ମୋର ଜୀବନ ପ୍ରକୃତ ପ୍ରଭୁଙ୍କ ସାମ୍ନାରେ ମୂଲ୍ୟବାନ ଭାବରେ ବଞ୍ଚିପାରିବ। ସେଥିରେ ଏ ସୁଷମାଚାର ଯାହାକି ପ୍ରଭୁ ଦେଇଛନ୍ତି ଆମମାନଙ୍କୁ, ଏ ମଣ୍ଡଳୀ ଯୋଉ ପ୍ରଭୁ ଦେଇଛନ୍ତି ଆମକୁ, ସତରେ କେତେ ଯେ ଅନୁଗ୍ରହ, ଯୋଉ ଦ୍ଵାରା ଆମେ ଆମର ଆତ୍ମିକ ଜୀବନକୁ ଆମେ ପରିଚାଳନା କରିପାରୁଛୁ। ବହୁତ ଧନ୍ୟବାଦ। ମୁଁ ଆଜି ଏତିକି କହିବି, ପ୍ରାର୍ଥନା କରିବି। ପରମେଶ୍ୱର ଧନ୍ୟବାଦ ଦଉଛୁ, ତୁମେ ଆମକୁ ଆଜି ସକାଳେ ଦ୍ୱିତୀୟ ବଂଶାବଳୀ 25 ନେଇକି ତମେ କଥା ହେଲ ପ୍ରଭୁ। ହଁ ପ୍ରଭୁ, ଯଦିଓ ଅମସ୍ୟ ରାଜା ପ୍ରଭୁଙ୍କ ଦୃଷ୍ଟିରୁ ଯଥାର୍ଥ କର୍ମ କଲେ, କିନ୍ତୁ ସିଦ୍ଧାନ୍ତକରଣ କଲେ ନାହିଁ। ଆଜି ଆତ୍ମିକ ଜୀବନରେ ଅନେକ ଗୁଡ଼ିଏ ସମୟରେ ପ୍ରଭୁ ଆମେ ଭୁଲ ବୁଝିଥାଉ। ଆମେ ନିଜକୁ ବିଶ୍ୱାସ କରିବାର ମାପଦଣ୍ଡକୁ ନେଇକି ଆତ୍ମିକ ଜୀବନକୁ ବିତେଇବା ପାଇଁ ଚେଷ୍ଟା କରିଥାଉ, ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥାଉ, କିନ୍ତୁ ଏଟା କେବେ ମଧ୍ୟ ସଠିକ ନୁହେଁ ପ୍ରଭୁ। ଦାଉଦ ରାଜାଙ୍କର ଜୀବନରେ ବହୁତ ଗୁଡେ ଭୁଲ ମନ୍ଦତା ପ୍ରକାଶ ପାଇଲା, କିନ୍ତୁ ପ୍ରଭୁ ବହୁତ ଧନ୍ୟ ସହକାରେ ତାଙ୍କ ପାଖରେ ପରମେଶ୍ୱରଙ୍କର ଦାସମାନେ ଥିଲେ। ଆଉ ସେ ନିଜର ଭିତରେ ପ୍ରଭୁଙ୍କର ଅନୁଗ୍ରହ ଦ୍ଵାରା ନିଜର ପରିଚୟକୁ ସେ ପାଇଥିଲେ ଯେ ସତରେ ସେ ଗୋଟେ ଲୋକ ଯେ କି ମନ୍ଦ ଦୁଷ୍ଟ ଲୋକ, ସେଥିପାଇଁ ସେ ନିଜକୁ ବିଶ୍ୱାସ ନ କରିକି ପ୍ରଭୁଙ୍କ ବିଶ୍ୱାସ କରିବାର ମାତ୍ରା ତାଙ୍କ ଭିତରେ ଅଧିକ ଅ ଆଉ ସ୍ଥାପନ ହେଇଥିଲା ତାଙ୍କର ହୃଦୟ ଭିତରେ। ଏତେ ସେ କହୁଛନ୍ତି ମୋ ସମ୍ମୁଖରେ ସର୍ବଦା ପାପ ରହିଅଛି। ହଁ ପ୍ରଭୁ, ଆମେ ଯଦି ନିଜକୁ ଦେଖୁଛୁ, ଆମେ କେବେ ମଧ୍ୟ ନିଜର ଜୀବନକୁ ନିୟନ୍ତ୍ରଣ କରିବା ଲୋକ ନାହିଁ। ଆମେ କେବେ ନିଜକୁ ସଠିକ ରାସ୍ତାରେ ନେବା ଲୋକ ନାହିଁ ପ୍ରଭୁ। ଆମେ ସବୁବେଳେ ଭୁଲ ବାଟରେ ଯିବା ଲୋକ, ସବୁବେଳେ ଆମେ ଅବିଶ୍ୱସ୍ତରେ ବଞ୍ଚିବା ଲୋକ, ଆମେ ଶାରୀରିକ ଅଭ୍ୟାସ ଲୋକ। କିନ୍ତୁ ପ୍ରଭୁ ତୁମେ ଆମକୁ ମଣ୍ଡଳୀ ଦେଇଛ, ପ୍ରଭୁଙ୍କ ଦାସମାନଙ୍କୁ ଦେଇଛ, ଆଉ ଯୋଉ ପ୍ରଭୁଙ୍କର ଜୀବନ୍ତ ବାକ୍ୟ ଦେଇଛ, ସେ ବାକ୍ୟର ପ୍ରବାହିତ ସହିତ ସଂଯୁକ୍ତ ହେଇକି ଯେପରି ବଞ୍ଚିବୁ ପ୍ରଭୁ, ସେଇ ପ୍ରକାର ଆମକୁ ତମେ ଦୟା ଦିଅ। ହଉ, ଆମେ ଗୋଟେ ଲୋକ ନାହିଁ ଯେ କି ନିଜର ଜୀବନକୁ ଆମେ ଧରିପାରିବୁ, କିନ୍ତୁ ପ୍ରଭୁ ତୁମେ ଆମକୁ ଧରିଅଛ, ତୁମେ ଆମକୁ କୋଡେଇକି ନଉଛ ବୋଲି ଧନ୍ୟବାଦ ଦେଇ, ଆଉ ଦିନ ସାରା ତୁମେ ଆମକୁ କୋଡେଇକି ନିଅ ତୁମର ଯୋଜନା ଅନୁସାରେ, ତୁମର ଇଚ୍ଛା ଅନୁସାରେ ବୋଲି ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲୁ, ଆମେନ। ଧନ୍ୟବାଦ। ଟିକେ ମୁଁ ଆନାଉନ୍ସମେଣ୍ଟ ଟିକେ କରିବି।